ओके गाइस, मार्केट बर्तमान ओपन होगा जाऊँगी। टाइम देखिए बर्तमान 9:14 अच्छी। आमे जदि देखिवा निफ्टी फिफ्टी डाउन रो अच्छी। प्राय आज समस्ते डाउन रो अछंती। मु निफ्टी रो चार्ट ऑन कर दउछि। देखि बर्ते बहुत तळे मार्केट खुलछि एठी। सो मार्केट रे पुणी नेगेटिविटी आसी जाइछि। देखिवा एबे जदि जून रे बाइंग आसिला तो बाइंग चांसेस अछि नचेत आज बहुत बड़ सेलिंग देखिबा को मिलियो। ओके गाइस, देखि बर्ते फुड रे बहुत ऊपर को बहुत स्पाइक रे ऊपर को जाउछि। आमे ट्राई करवा ये तळको आसु 9 रे टच हला पर फुड रे ही ट्रेड नहीं हबो नचेत कॉल रे जदि देखिए गाइस बहुत बड़ खुलिछि मार्केट। नेगेटिविटी अछि मार्केट रे। सपोर्ट जोन होबो ये फार सपोर्ट मार्केट खसिबो भाई 15 मिनिट रो कैंडल जदि देखिया। ओके 15 मिनिट रे जो देखिया गाइस ये प्रीवियस सपोर्ट जोन थिला आ मार्केट आज सपोर्ट जोन रे ही खुलिछि। खुल्ला परे सेलिंग देखा जाइछि। जदि ये कंटिन्यू करिवो तो ए पाखु निहाती आसीबो माने 23,100 आज आसीजिवो। सो वर्तमान ବର୍ତ୍ତମାନ କଣ ହବ ନା 9ଟା 15 ରୁ 10ଟା ଭିତରେ 1 ମିନିଟ ର କ୍ୟାଣ୍ଡେଲଷ୍ଟିକ ପ୍ୟାଟର୍ନ ରେ ସ୍କାଲ୍ପିଂ ମାରି ହବ। ଯଦି ଆମେ ପୁଟ୍ କୁ 8 ମିନିଟ ର ପୁଟ୍ ଓପନ କରିବା। ଗାଇस देखिए बते ବର୍ତ୍ତମାନ ଆମେ ପୁଟ୍ ଅନ୍ କରିବା। ପୁଟ୍ ये जदि 9 को टच करछि ना गाइस ए पाखापाखि ताहले ଆମେ ଗୋଟେ ट्रेड ପକେଇ ପାରବା जोटा कि एडवांस लेवल हे जो बिगिनर माने तो सेंटी ट्रेड करबा कथा न 5 मिनिट क्लोज हे जो कैंडल। छोटो रिक्स से तो गोटे स्काल्पिंग करी हबो। एठी जदि देखिए 7 पॉइंट रो गोटे रिक्स नै कि गोटे स्काल्पिंग करबो तळको आ जदि देखिबा पोजिशनल ट्रेड 10टा पर ही मिलियो। सो एटी माने कि तमे गोटे बाइंग करूछन्ते आपण छोटो रिक्स रे यारो कैंडल लो रे रिक्स रहबो नचेत परफेक्ट ट्रेड तो हमरो 15 को आसिले ही परफेक्ट ट्रेड मिलियो। ये परफेक्ट ट्रेड नुह। गाइस ये स्पाइक रे जदि गला तो जीवो नचेत एक्चुअली परफेक्ट ट्रेड हम सेटअप हिसाब रे एई पाखापाखि मिलियो। कारण ये थिला सपोर्ट जोन रो खसुची जोटे के रेजिस्टेंस हेची आ ये जीवो एई पाखु जीवो निहाती। तो मोमेंट करिवार चांसेस अछि आउरी पुणी 100 पॉइंट। जीवो नहीं गाइस ट्रेड चलो नहीं ये आसी जो एई पाखु।
ଗୋଟେ ବାଇଙ୍ଗ ଜୋନ୍ ବନେଇଦେଲା। ସୋ ମାର୍କେଟ ଯଦି ଯିବାର ଥିବ ତାହେଲେ ଏଇ ଜୋନ୍ରୁ ହିଁ ଉପରକୁ ଯିବ, ଆଉ ତଳକୁ ଯଦି ପଳେଇ ଆସିଲା ତାହେଲେ ଏକ୍ଜିଟ୍ ହେଇଯିବ ଆମର ଏଇ ଜୋନ୍ର ତଳେ। ତ ଦେଖିପାରୁଥିବେ ବର୍ତ୍ତମାନ ପ୍ରଫିଟ୍କୁ ପଳେଇ ଆସିଛି ଆମର। £2 ପ୍ରଫିଟ୍ ଚାଲିଛି, 30 ଟଙ୍କା ସମଥିଙ୍ଗ ପ୍ରଫିଟ୍ ହେଲେ ଏ ଟ୍ରେଡ୍ କ୍ଲୋଜ୍ ହବ। ଏ ଟ୍ରେଡ୍ର ବେସିକ୍ସ ହେଲା ଆମର, ଆମେ ଟ୍ରେଡ୍ଟି ନେଇଛୁ କ'ଣ ନା ରେଜିଷ୍ଟାନ୍ସ ଆଣ୍ଡ ସପୋର୍ଟ ଜୋନ୍ ବେସିସ୍ରେ, ସେ ବେସିସ୍ରେ 1 ମିନିଟ୍ ହିସାବରେ ସ୍କାଲ୍ପିଂ ହବ। ଏସ୍ଏଲ୍ ବହୁତ ଛୋଟ ପଏଣ୍ଟ ରହିବ, 7 ପଏଣ୍ଟର ଏସ୍ଏଲ୍ ରହୁଛି, 7-8 ପଏଣ୍ଟର ଏସ୍ଏଲ୍ ରହିବ। ବହୁତ ବଢ଼ିଆ ରିସ୍କ ରିୱାର୍ଡ ରହୁଛି। ତାପରେ 10ଟା ପରେ ଆମେ ପୋଜିସନାଲ ଟ୍ରେଡ୍ କରିବା ଗାଇସ୍। ମାର୍କେଟ ବହୁତ ଉପରେ ୟା ବହୁତ ତଳେ ଯଦି ଖୋଲୁଛି ତାହେଲେ ଆମର ଯୋଉ ରହୁଛି 9:15 ର ଯୋଉ ଷ୍ଟ୍ରାଟେଜିର ଟ୍ରେଡ୍ ଏଇଟା କାମ କରେ ଭଲ। ଦେଖିବା ଗାଇସ୍ ଏସ୍ଏଲ୍ ପଳଉଛି କି ନାହିଁ। ଆଉ ଆଜିଠୁ ଆମେ 30 ଦିନ ପୁରା ଲାଇଭ୍ ମେନସନ୍ କରିବା କେତେ କ'ଣ ପ୍ରଫିଟ୍ ହେଲା ଲସ୍ ହେଲା। ସୋ ନେକ୍ସଟ ମନ୍ଥରୁ ଆମକୁ ଆହୁରି ଭଲ କନଫିଡେଣ୍ଟ ମିଳିଯିବ ଟ୍ରେଡିଂରେ। ତ ଦେଖିବା ଏଥିରେ ସପୋର୍ଟ ବି କ୍ରିଏଟ୍ କଲା ଭଳିଆ ଲାଗୁଛି, ତ ମେ ବି ହେଇପାରେ ପୁଲ୍ ବ୍ୟାକ୍ ଯଦି ଆସିଯାଇପାରେ, କିନ୍ତୁ ଆସିଲେ ବି ଏଇଠୁ ପୁଣି ରିଜେକ୍ସନ୍ ହବ। କିନ୍ତୁ ଆମେ ଏତେ ବଡ଼ ରିସ୍କ ତ ନେଇପାରିବାନି, ଛୋଟ ରିସ୍କ ହିଁ ରହିବ। ଏଇ ଜୋନ୍ରୁ ତଳକୁ ପଳେଇଲେ ଏସ୍ଏଲ୍ ପଳେଇବ, ନଚେତ୍ ପରଫେକ୍ଟ ସେଲିଂ ମାନେ ପରଫେକ୍ଟ ବାଇଂ ଏଇ ଜୋନ୍ରେ ହେଇପାରିବ 100 ଟଙ୍କା ସମଥିଙ୍ଗ। ତ ଦେଖିବା ଗାଇସ୍, ମୁଁ ଭିଡ଼ିଓକୁ ଟିକେ ପଜ୍ କରି ରେକର୍ଡ଼ କରିବି କାରଣ ବହୁତ ଲମ୍ବା ଭିଡ଼ିଓ ହେଇଯିବ। ଆଉ ଆଜିକା ଦିନରେ ଆମର ଦିନରେ 3ଟା ହିଁ ଟ୍ରେଡ୍ ନେଇପାରିବା ହାର୍ଡଲି। 3ଟା ଟ୍ରେଡ୍ ଯଦି ଏସ୍ଏଲ୍ ବଳୁଛି ତାହେଲେ ବି ଦିନ ଟ୍ରେଡ୍ କ୍ଲୋଜ୍ କରିବା ଗୋଟେ ଦିନର। ଆଉ ଦିନରେ 3ଟା ପ୍ରଫିଟ୍ ବି ଯଦି ହେଇଯାଉଛି ତ ଓକେ ଅଛି। ଯଦି ଆଭରେଜ 40-50 ପଏଣ୍ଟ ମିଳିଯାଉଛି ତ ଡେ ଏମିତିରେ ବି ଆମର କ୍ଲୋଜ୍ ହେବାର ଅଛି। ତ ଦେଖିବା ରିସ୍କ ରିୱାର୍ଡ ଆଉ ରୁଲ୍ କେମିତି କ'ଣ କାମ କରୁଛି। ଯଦି ମାର୍କେଟକୁ ଏକଦମ ସେ ଖସିବାର ଥିବ ଗାଇସ୍, ଏକଦମ ସେ ଖସିବାର ଥିବ ତାହେଲେ ଏଇ ପାଖାପାଖିରୁ 50% ଏରିଆରୁ ହିଁ ସେ ଖସିବ। ଆଉ ଯଦି ଉଠିବାର ଥିବ ରିଭର୍ସ ହେଇଯିବାର ଥିବ ତାହେଲେ ଏସ୍ଏଲ୍ ଆମର ପଳେଇବ। ତ ଦେଖିବା ଗାଇସ୍ କ'ଣ ହଉଛି। ଓକେ, ଦେଖିପାରୁଥିବେ ଫାଷ୍ଟ ଟ୍ରେଡ୍ରେ ପୁଲ୍ ବ୍ୟାକ୍ ନେଇଗଲା ଗାଇସ୍, ଯୋଉଥିରେ କି ଆମର ଏସ୍ଏଲ୍ ମଧ୍ୟ ପଳେଇଛି। ଯଦି ଏଇ କ୍ୟାଣ୍ଡେଲ ପରଫେକ୍ଟ ସେଲିଂ କ୍ୟାଣ୍ଡେଲ କ୍ଲୋଜ୍ କରିଥାନ୍ତା ଫାଷ୍ଟ 5 ମିନିଟ୍ରେ ତାହେଲେ ଆମେ ଭଲ ପ୍ରଫିଟେବଲ୍ ହେଇପାରନ୍ତେ। ତ ନେକ୍ସଟ ଡେ ଯଦି ଏମିତି କିଛି ଷ୍ଟ୍ରାଟେଜି ବନୁଛି 5 ମିନିଟ୍ରେ ତାହେଲେ ଆମେ ଗୋଟେ କାମ କରିପାରିବା। ହଁ, ଗୋଟେ ରିଜନ୍ ବି ଥିଲା ଯେ ଇଏ କ'ଣ ନା ଗୋଟେ ସପୋର୍ଟ ଜୋନ୍ରୁ ଖସୁଥିଲା, ତ ୟାର ଲୋ ବ୍ରେକ୍ ଯେମିତି ନ ଗଲା, ଏ ପୁଲ୍ ବ୍ୟାକ୍ ନେବା ପାଇଁ ଏ ପାଖକୁ ବି ପଳେଇ ଆସିବ। ଏତେ ବଡ଼ ଲସେସ୍ ତ ଆମେ ନେଇପାରିବା ନାହିଁ ନା। ତେଣୁକରି ଆମର ଛୋଟ ଏସ୍ଏଲ୍ ଥିଲା 7.50 ର। ଆଉ ଯଦି ଦେଖିବା ଗାଇସ୍, ଯଦି ଏ ସେଲିଂ କ୍ୟାଣ୍ଡେଲ ପୁରା ପେନିକ୍ ସେଲିଂ କ୍ୟାଣ୍ଡେଲ ପୁରା ପରଫେକ୍ଟ ସେଲିଂ କ୍ୟାଣ୍ଡେଲ କ୍ଲୋଜ୍ କରନ୍ତା ତାହେଲେ ଏ ଟ୍ରେଡ୍ ଚାଲିବାର ସମ୍ଭାବନା ଟିକେ ଅଧିକା ଥାନ୍ତା। ତ ସେଇଆ ହେଇପାରିଲାନି। ସୋ ଟ୍ରେଡ୍ ମୋର କ୍ଲୋଜ୍ ହେଇଗଲା, ଲସେସ୍ ହେଇଗଲା। ଫାଷ୍ଟ ଟ୍ରେଡ୍ ଲସେସ୍ ହେଲା। ନେକ୍ସଟ ଟ୍ରେଡ୍ ଆମେ ପୁରା ପ୍ରପର ପୋଜିସନାଲ ଟ୍ରେଡ୍ ନେବା ଠିକ୍ 9ଟା 10ଟା ସମଥିଙ୍ଗ। ତ ଟ୍ରେଡ୍ ନେଲେ ମୁଁ ଅପଡେଟ୍ କରିବି ଗାଇସ୍। ବର୍ତ୍ତମାନ ଏଇଠୁ ଗୋଟେ ଟ୍ରେଡ୍ ବନିବ ଯେମିତିକି ଇଏ ସପୋର୍ଟ ଜୋନ୍ ଥିଲା, ରେଜିଷ୍ଟାନ୍ସ ହେଲା। ଯଦି ଏଇଥିରେ କିଛି ସେଲିଂ କ୍ୟାଣ୍ଡେଲ ଷ୍ଟିକ୍ ପ୍ୟାଟର୍ନ ସେମିତି କିଛି ଶୋ କରୁଛି ଏଇ ପାଖରେ ତାହେଲେ ଆମେ ସେଲ୍ କରିପାରିବା, ନଚେତ୍ ବାଇଂ ପରଫେକ୍ଟ ବାଇଂ ଆମେ ଏଇ ଜୋନ୍ରେ କରିପାରିବା। ତ ଦେଖିବା ଗାଇସ୍, ସେଟଅପ୍ ବନିଲେ ମୁଁ ଆପଣଙ୍କୁ ଅପଡେଟ୍ କରିବି। ଇଏ ପୁଲ୍ ବ୍ୟାକ୍ ଯେହେତୁ ପରଫେକ୍ଟ ରେଡ୍ କ୍ୟାଣ୍ଡେଲ କ୍ଲୋଜ୍ କରିନଥିଲା ତ ଆମେ ଆଡଭାନ୍ସ ଏଣ୍ଟ୍ରି କରିଦେଇଥିଲୁ, ତ ତେଣୁକରି ଏସ୍ଏଲ୍ ପଳେଇଲା। ପରଫେକ୍ଟ ସେଲିଂ କ୍ୟାଣ୍ଡେଲ ଯଦି ବନିଥାନ୍ତା ୟାର ହାଇ ବ୍ରେକ୍ ହେଇଥାନ୍ତା ତାହେଲେ ଏଇ ଟ୍ରେଡ୍ଟି ଚାଲିବାର ସମ୍ଭାବନା ଅଧିକା ଥାନ୍ତା। ତ କିଛି ନୁହଁ, ରିସ୍କ ରିୱାର୍ଡ ବହୁତ ଭଲ ଥିଲା, ବହୁତ ଛୋଟ ଏସ୍ଏଲ୍ ଯାଇଛି। ତ ୟା ପରେ ଆଉ 2ଟା ଟ୍ରେଡ୍ ଆମେ କରିବା, ଭଲ ଭଲ ଟ୍ରେଡ୍ ଦେଖିକି କରତେ ପଡ଼ିବ। ତ ଟ୍ରେଡ୍ ନେଲେ ମୁଁ ଅପଡେଟ୍ କରିବି ଗାଇସ୍। ଏବେ 1 ମିନିଟ୍ ନୁହଁ, ଏବେ ଆମେ 5 ମିନିଟ୍ ହିସାବରେ ହିଁ ଟ୍ରେଡ୍ କରିବା, କାରଣ 1 ମିନିଟ୍ ହିସାବରେ ଆମର ଆଉ ଷ୍ଟ୍ରାଟେଜି ନାହିଁ। ଯାହା ଥିଲା ଗୋଟେ ଟ୍ରେଡ୍, ଏଇ ସକାଳୁ ଟ୍ରେଡ୍ଟା ଚାଲିଥାନ୍ତା 1 ମିନିଟ୍ ହିସାବରେ। ଓକେ, ଇଏ ପୁଲ୍ ବ୍ୟାକ୍ କରିବ। ଏଇ ପାଖରେ କୌଣସି ପ୍ରାଇସ୍ ଆକ୍ସନ୍ ଯଦି ବନେଇଲା ତାହେଲେ ଏ ଟ୍ରେଡ୍ ପୁଣି କଣ୍ଟିନ୍ୟୁ କରିବ।
तो देखा गाइस कोउ टाइप रो बिहेवियर करूची। हाँ जदि यार हाई ब्रेक करिगला ना गाइस ताले ए कैंडल पूरा ऊपर को पड़ेबो। जदि एंती हम देखिबा या को डे कैंडल रे देखिबा तो पूरा प्रॉपर बुलिश कैंडल मिलेला। जदि यार हाई ब्रेक कर जाउची ताले ये कैंडल पुणी बुलिश हे जिवो। तो हमें कॉल बाई या पुट सेल करि परिबा। तो पुट सेल तो वर्तमान तक होबोनी कारण पुट सेल हमरो यार ए जून रो लो रे हमर पुट सेल हो। सो पाखापाखि 100 कि 150 पॉइंट रो गुटे कैच करि रंतु ये इन द मनी। ओके ये जदि हाई ब्रेक करिगला ऊपर को जीवार संभावना अधिका अच्छी ताहले कौन होबो ना हमको कॉल बाई या पुट सेल करते पड़ो। तो पुट सेल आम सेलर्स जेहेतु पुट सेल करूँ तो या सेल जो करूँ या प्रॉपर प्राइस एक्शन हिसाब से ही सेल करूँ 5 मिनट हिसाब से सेल करूँ। तो परफेक्ट सेटअप जो बनइबो मु ट्रेड करी आ ट्रेड कले मु अपडेट करी गाइस। तो आमर आउ दीटा ट्रेड नबार रूल हिसाब से दीटा ट्रेड आम नहीं पारिया। गोटे लसेस होती आउ दीटा आमर देखिया कौन होची 750 हिसाब लसेस हो सारा गाइस सकाल सकाल। आ जदि चली था ना ताले सकाल सकाल 100 पॉइंट भी कैच कर तो ठीक अच्छे आ दुटा ट्रेड ने ट्रेड ने मुझे अपडेट करी। ओके गाइस देखी पड़े मार्केट एठू खसला माने रेजिस्टेंस जोन खसला प्रॉपर सेलिंग कैंडल नथिला तेणुक बाइंग आसीगला आसला एठू पुणी रेजिस्टेंस फेस कला एबे प्रॉपर्ली गोटे सेलिंग कैंडल स्टिक पैटर्न बनी तापर सेल होता मु प्लान भी करी 30 पॉइंट कैच भी होता। तो बर्तमान आमर प्लानिंग कौन मु आउ ट्रेड किसी नहीं गोटे ट्रेड थिला मोर लसेस थिला 7.5 पॉइंट रो एसएल जाइछि। तो मु एबे किसी प्लानिंग करिनी एबे मोर प्लानिंग कौन अच्छी ना आज मत लगुच ये पूरा फाइनाली सेलिंग जोन रे ही रहिबो। सो से बेसिस रे मु कोन करी ए मार्केट आसीबो एडी की आसीबा पुल बैक जो करिवो पुल बैक रे मु वेट करी वेट करला परे एतरे जदी कोनसी सेलिंग कैंडलस्टिक पैटर्न बनउची ताले हमरो फर्स्ट सेकंड एंट्री हमर होबो आ देखियो से ट्रेड रे हमरो सक्सेस होउची कि नै। आ जदी देखिबा याकू हमें 1 मिनिट रो कैंडल रे एग्रेसिवली जदी सेलिंग आसीबा तो ताले कोनसी जून रू ब्रेक कर दो गाइस। जदी देखियो हमें रुंतु प्राइस एक्शन तो एबे भी बनेइछि सेलिंग किंतु ये हमर एंट्री होबो नै। हमर एंट्री केमती होबो मु प्लान करछि। ओके ये गोटे जोन रे चलुछि गाइस। ओके 1 मिनिट रे गोटे जोन रे चलुछि ए जोन रू ब्रेक करके जदी तळको कोनसी सेलिंग कैंडल बोलेबो ताले सेटा भी हमर एंट्री होबो नचेत 5 मिनिट हिसाब रे कौन सी सेलिंग कैंडल जदी बनै कि क्लोज करछि कंप्लीटली क्लोज कर 5 मिनिट हिसाब रे ताले भी हमें एंट्री करिवा। तो मु ये स्पोर्ट चार्ट रे कर देली देन मु एथरे भी करबी सेम कंडीशन जदी ये पुल बैक करिवो गाइस ए पका बाकी आ ऑलरेडी या ए जोन को ब्रेक करतला से आगरू माने ये गुटे बायर्स जोन थिला। तो ये गोटे बायर जोन थिला ब्रेक कला तापर एबे जीवो से पाखरे जदी कोनसे सेलिंग कैंडलस्टिक पैटर्न बनुचे ताले हमें सेल करिबा। आज याको बाइंग आउ करिवबनी सेलिंग करिवा सेलिंग प्लानिंग करिवा। तो मु से प्राइस एक्शन वेट करछि 5 मिनिट हिसाब रे 1 मिनिट हिसाब रे हमर कोनसी किछि करिवार नै। आ एबे जदी देखिबे गाइस डी वेब रु तळे ही मार्केट अछि मे बी ए पका पकी प्राइस एक्शन बनेले भलो होबो। आ मु याको 1 मिनिट रे जदी देखिबे ये गुटे गोटे बुलिश जोन हिसाब रे ऊपर को धीरे धीरे जाउची मार्केट देखिबारे। तो ये जदी ए जोन ब्रेक करिकि क्लोज करछि ताले भी एंट्री होबो नचेत ये ए पाखो को बोले हेल्दी पुल बैक बोल के मना जाय ताको तो हेल्दी एंट्री बनिबो। तो हमें वेट करबा गाइस देखियो बट सेटअप 5 मिनिट हिसाब रे बनिबा देखो 1 मिनिट हिसाब रे बनले हमें एंट्री करबा नै। तो वेट करछि गाइस सेटअप प्रॉपर बनला पर हमें एंट्री करले मु अपडेट करछि गाइस। छोट अपडेट गाइस देखि बरते इतरे 1 मिनिट हिसाब रे यदि आपण एंट्री करते एठी सेलिंग बनितला एठी सेलिंग हेइतांता एठी सेलिंग हेइता माने एते गुडे कैंडलस्टिक पैटर्न सेलिंग बनुची किंतु ये गुडे जोन रे जाउची जोटे कि बिगिनर जो माने नुआ तमाने जानि नथि जे ये गुडे जोन रे जाउची जो ए जोन रे अछि नो ट्रेडिंग जोन ही। तो किंतु एंट्री 3-4 थो देला समस्त रेसेल नै नै कि से ऊपर जाउची कारण
ଯଦି ଏବେ ଆମେ OI ଚେଞ୍ଜିଂ ଦେଖିବା, ଚେଞ୍ଜିଂ OI, ସୋ ଏଥିରେ ବାଇଂ ଆସୁଛି ଗାଇସ୍, ଏଥିରେ ବାଇଂ ଅଛି, ଆପଣ ଦେଖିପାରିବେ ରୁହନ୍ତୁ, ଏଥିରେ ବାଇଂ ଅଛି, ଇଏ ବାୟସ୍ ଅଛନ୍ତି, ଇଏ ବାୟସ୍ ଅଛନ୍ତି। ଓକେ, ସେଲର୍ସ ଯାଇକି ଅଛନ୍ତି କୋଉଠି 23,350 ସମଥିଙ୍ଗ ୟାର ହାଇରେ। ତ ଏ ସେଲର ଯେତେବେଳେ କନଭର୍ଟ ହୁଏ ନା, ୟାର 50% ଏରିଆକୁ ସବୁବେଳେ କନଭର୍ଟ ହୁଅନ୍ତି, ମେ ବି ଏଇ ଏରିଆ। ତ ଏ ଏରିଆରେ ଯଦି ସେଲିଂ ଆସୁଛି, ଇଏ ସେଲିଂ ହବ, ନଚେତ ପ୍ରପରଲି ଇଏ ଉପରକୁ ପଳେଇବ। ୟାର ହାଇ ଯଦି ବ୍ରେକ୍ କଲା ନା ଗାଇସ୍, ୟା ପରେ ବହୁତ ହେଭିଲି ସିଧା ପଳେଇବ 23,500 ଇଏ ପ୍ରାଇସ୍ ଆକ୍ସନ କହୁଛି। ବଟ୍ ବର୍ତ୍ତମାନ ସେଲିଂ କରିବା ପାଇଁ ଆମକୁ 5 ମିନିଟ୍ ହିସାବରେ ବର୍ତ୍ତମାନ ସିଫ୍ଟ ହେବାର ଅଛି, କାରଣ ଟାଇମ ହେଇଗଲା 10ଟା ପରେ 1 ମିନିଟ୍ ହିସାବରେ କୌଣସି ପାଟର୍ନ ଭଲ ଭାବରେ କାମ କରେ ନାହିଁ ମୋ ହିସାବରେ। ଆଜ ଏ ବିଗିନର ଯୋଉମାନେ ଅଛନ୍ତି 1 ମିନିଟ୍ ହିସାବରେ ଟ୍ରେଡ୍ କରିବା କଥା ନୁହଁ। ତ 5 ମିନିଟ୍ ହିସାବରେ ଏବେ ଯଦି ଏଇ ଜୋନରେ ମାନେ ୟାର 50% ଏରିଆ ମୁଁ ମାର୍କ କରିଦଉଛି। ଦେଖିପାରିବେ ଆଜି ମାର୍କେଟ ଓପନ ହେଲା ଏଠୁ, ତ ହାଇରୁ ୟାର ଲୋକୁ ଯଦି ଆମେ ମାର୍କ କରିବା ନା, ତାହେଲେ ୟାର 50% ଏରିଆ ହେଲା ଇଏ, 50-60% ଏରିଆ, ଇଏ ହେଲା 60% ଏରିଆ, 50% ଏରିଆ। ଏଇ ଏରିଆରେ ଯଦି କୌଣସି ପାଟର୍ନ ବନୁଛି ସେଲିଂ ର, ତ ସେ ହେଲ୍ଦି ସେଲିଂ ପାଟର୍ନ ହବ। ମାର୍କ କରିଦଉଛି 50 and 60% ଏରିଆକୁ। ମୁଁ ଏଇ ଜୋନ୍କୁ ୱେଟ୍ କରୁଛି ଗାଇସ୍। ଏ ଜୋନ୍ରେ ଯାଇକି ଯଦି କୌଣସି ଟଚ୍ କରିକି ସେଲିଂ କ୍ୟାଣ୍ଡେଲଷ୍ଟିକ୍ ପାଟର୍ନ ବନୁଛି, ସୋ ମୁଁ ଏଣ୍ଟ୍ରି କରିବା ପାଇଁ ପ୍ଲାନିଂ କରିବି ତଳ ସାଇଡ୍, କିମ୍ବା ଏବେ ଏବେ ସେଇ ଜୋନ୍ରେ ଟଚ୍ ହେଲା ପରେ 5 ମିନିଟ୍ରେ ଯଦି ଇଏ ଏଆର ଲୋ ବ୍ରେକ୍ କରିଯାଉଛି ନା, ୟାର ଲୋ ମାନେ ଏଇ ଯୋଉ ଜୋନ୍ର ହାଇରେ ଏସଏଲ୍ ରଖିକି ଆମେ ଲୋରେ ଏଣ୍ଟ୍ରି କରିପାରିବୁ। କାରଣ ଇଏ 5 ମିନିଟ୍ ହିସାବରେ ବି ଯଦି ଦେଖିବା, ରୁହନ୍ତୁ, ଓକେ, 5 ମିନିଟ୍ ହିସାବରେ ବି ଇଏ ଏଇ ଜୋନ୍କୁ ଟଚ୍ କରିବାକୁ ଯାଉଛି। ଓକେ, ତ ଆମେ 5 ମିନିଟ୍ ହିସାବରେ ଏବେ ସିଫ୍ଟ କଲା ପରେ ପ୍ରପର ୱେଟ୍ କରିବା ଯେ ଏଥିରେ କୌଣସି ସେଲିଂ ପାଟର୍ନ ଯଦି ବନୁଛି, ତାହେଲେ ଆମର ତଳ ସାଇଡ୍ ସେଲ୍ ହବ, ଗୋଟେ ଫାଷ୍ଟ ସେଲିଂ ଟ୍ରାଏଲ ହବ। ଯଦି OI ରେ ମୁଁ ଦେଖୁଥିଲି, ଯେମିତି OI ରେ ବର୍ତ୍ତମାନ ପର୍ଯ୍ୟନ୍ତ ବି OI ରେ ବାଇଂ ପ୍ରେସର ଚାଲିଛି, ଇଏ ଦେଖିପାରୁଥିବେ, ଇଏ ବାଇଂ ପ୍ରେସର ଅଛି, ଇଏ ବାଇଂ ପ୍ରେସର ଅଛି। ତ ଚାନ୍ସେସ୍ ଅଛି ଏଇ ଜୋନ୍ରେ ମାନେ ଏଇ ଜୋନ୍ରେ ତ ଚାନ୍ସେସ୍ ଅଛି ସେଲିଂ, କିନ୍ତୁ ଆଜ ଏ ପ୍ରାଇସ୍ ଆକ୍ସନ ଏମାନେ ବି OI ବି ଚେଞ୍ଜ ହେଇପାରେ, ଏଗୁଡ଼ା ପୋଜିସନ ଅଛି। ମୁଁ ଚେଞ୍ଜିଂ OI ଚେକ୍ କରିଦଉଛି, ଦେଖିପାରୁଥିବେ ପ୍ରାଇସ୍ ଆକ୍ସନ ହିସାବରେ ଚେଞ୍ଜିଂ OI ଏଇ ଜୋନ୍ରେ ହିଁ ସେଲିଂ ପ୍ରେସର କରିବ ଗାଇସ୍। ତ ଆମର ସେକେଣ୍ଡ ଟ୍ରେଡ୍ ରହିବ ଏଇଟା। ତ ମୁଁ ୱେଟ୍ କରୁଛି ପ୍ରପର ସେଟଅପ୍ ବନୁ, ସେଟଅପ୍ ପ୍ରାଇସ୍ ଆକ୍ସନ ବନିଲା ପରେ ଆମେ ଏଣ୍ଟ୍ରି କରିବା। ଓକେ ଗାଇସ୍, 5 ମିନିଟ୍ ଭିତରେ ମୁଁ ଏଣ୍ଟ୍ରି କରିବି। ରିସ୍କ ରିୱାର୍ଡ ଆମର ରହିବ ସମଥିଙ୍ଗ 10 ରୁ 12 ପଏଣ୍ଟ ସମଥିଙ୍ଗ ରହିବ, ଠିକ୍ ଠାକ୍ ରହିବ। ନେକ୍ସଟ କ୍ୟାଣ୍ଡେଲ ବନୁ, ଏଇ ଷ୍ଟ୍ରାଇକ୍ ପ୍ରାଇସ୍ ରେ ହିଁ ଆମର ରିସ୍କ ରିୱାର୍ଡ ଭଲ ବନିବ। 150 ଟଙ୍କିଆ ଷ୍ଟ୍ରାଇକ୍ ପ୍ରାଇସ୍ ଅଛି। ଆମେ 10 ଟଙ୍କା ସମଥିଙ୍ଗ ରିସ୍କ ରଖିକି ଆମେ 30 ଟଙ୍କାର ରିୱାର୍ଡ ନେବା ପାଇଁ ଚେଷ୍ଟା କରିବା। ତ ଇଏ ଗୋଟେ ହେଲ୍ଦି ବାଇଂ କ୍ୟାଣ୍ଡେଲ ଗାଇସ୍। ଯୋଉମାନେ ଏଇଥିରେ ଭାବୁଥିବେ ଯେ ମାର୍କେଟ ବର୍ତ୍ତମାନ ଓକେ, ମାର୍କେଟ ବର୍ତ୍ତମାନ ଉପରକୁ ପଳେଇବ, ତ ଠିକ୍ ଅଛି, ସେମାନେ ତାଙ୍କର ଭାବନ୍ତୁ। ଆଉ ଡେ ର ଆଭରେଜ ଭଲ୍ୟୁମ୍ ମାନେ ଦିନର ଆଭରେଜ ଭଲ୍ୟୁମ୍ ଯୋଉ ଆସେ ତାର ଲୋରେ ଅଛି। ମୁଁ ଯେମିତି କ୍ୟାଣ୍ଡେଲ ୟାର ଟଚ୍ ହବ ଆଉ ସେଲିଂ ୟାର ଲୋ ବ୍ରେକ୍ ହେଇଯିବ, ମୁଁ ଇମିଡିଏଟ ସେଲ୍ କରିବି ଗାଇସ୍। ତ ଦେଖିବା ପ୍ରାଇସ୍ ଆକ୍ସନ ଆମ ହିସାବରେ ବନୁଛି କି ନାହିଁ। ଦେଖନ୍ତୁ guys, ଯେମିତି ପ୍ଲାନିଂ କରିଥିଲି ସେଇ ଟାଇପ ର ହେଇସାରିଲାଣି। ଇଏ ରେଡ୍ କ୍ଲୋଜ କରନ୍ତା ଯଦି ଭଲ ହୁଅନ୍ତା। ଆଉ ଏବେ ବି ଆମ ପାଖରେ ଟାଇମ ଅଛି 4 ମିନିଟ୍। ତ ଆଡଭାନ୍ସ ଏଣ୍ଟ୍ରି କଲେ ରିସ୍କ ବଢିଯିବ ଗାଇସ୍। ତ ଏସଏଲ୍ ତେଣିକି ବଡ ହଉ ପଛେ ଆମେ କ୍ୟାଣ୍ଡେଲ ର ପ୍ରପର କ୍ଲୋଜ କରିବା ପର୍ଯ୍ୟନ୍ତ ୱେଟ୍ କରିବା। ଏଇ କ୍ୟାଣ୍ଡେଲ ଯୋଉ ହଉଛି ଗାଇସ୍, ଏଇ କ୍ୟାଣ୍ଡେଲ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ହିଁ ଇମ୍ପୋର୍ଟାଣ୍ଟ। କାରଣ ଏଇ କ୍ୟାଣ୍ଡେଲ ହିଁ ଡିସାଇଡେଡ୍ କରିବ ବର୍ତ୍ତମାନ ପାଇଁ ଯେ ମାର୍କେଟ ଉପରକୁ ଯିବ ୟା ତଳକୁ ଯିବ। ଯଦି ଏଇ କ୍ୟାଣ୍ଡେଲ ବୁଲିଶ କ୍ଲୋଜ କଲା, ତାହେଲେ ଆମର ପ୍ଲାନ୍ ଚେଞ୍ଜ ହେଇଯିବ। ତାପରେ ବି ଆଉ ଦିଟା କ୍ୟାଣ୍ଡେଲ ଆମ ପାଇଁ ପ୍ଲାନିଂ ଅଛି, ସେଲିଂ ପ୍ଲାନିଂ କରିହବ। କିନ୍ତୁ ବର୍ତ୍ତମାନ ଏଇ କ୍ୟାଣ୍ଡେଲ ବହୁତ ଇମ୍ପୋର୍ଟାଣ୍ଟ, କାରଣ ଡେ ର ଆଭରେଜ ଭଲ୍ୟୁମ୍ ଯୋଉ ଆଭରେଜ ପ୍ରାଇସ୍ ଅଛି ସେଇ ପାଖକୁ ବି ପହଞ୍ଚିଛି। ଆଉ 50% ଏରିଆ ବି ଏଇଟା। ଆଉ 9 MA ହିସାବରେ ବି ସେଲିଂ ଏଇଠୁ ଆସିବା ଦରକାର। ଆଉ ସେଲର୍ସ ଯୋଉମାନେ ଥିଲେ ଏଇଠି,
से सेलर्स ଏବେ 50% ଏରିଆକୁ କନଭର୍ଟ ହେବେ ତ ଆମେ ୱେଟ୍ କରିବା ପ୍ରପର ପ୍ରାଇସ୍ ଆକ୍ସନ୍ କୁ। ଆହୁରି 2 ମିନିଟ୍ ଅଛି ଗାଇସ୍, କିଛି ବି ହେଇଯାଏ 1 ମିନିଟ୍ ଥିବ ମାର୍କେଟର କ୍ୟାଣ୍ଡେଲଷ୍ଟିକ୍ ପ୍ୟାଟର୍ନ ଚେଞ୍ଜ ହେଇଯିବ ଗାଇସ୍। ତ ଆଉ 2 ମିନିଟ୍ ଅଛି, ପ୍ରପର କ୍ଲୋଜ୍ କରୁ, ମୁଁ ଅପଡେଟ୍ କରୁଛି ଗାଇସ୍, ସେଲ୍ ଟ୍ରେଡ୍ ନେଲେ ଅପଡେଟ୍ କରିବି। ବର୍ତ୍ତମାନ ଦେଖିପାରୁଥିବେ ଗାଇସ୍, ପ୍ରାଇସ୍ ପୁରା ଆମ ହିସାବରେ ହିଁ ପ୍ଲାନିଂ ବନେଇଛି। ଯେମିତିକି ମୁଁ କହୁଥିଲି ଏଠି ସେଲିଂ କ୍ୟାଣ୍ଡେଲ୍ ଆସିବ, ଇନଭର୍ଟେଡ୍ ହ୍ୟାମର ହବ। ତ ଇନଭର୍ଟେଡ୍ ହ୍ୟାମର ହେଇଯାଇଛି, ବାସ୍ ଆମେ ଖାଲି ୱେଟ୍ କରିବା ଆଉ 1 ମିନିଟ୍ ମାର୍କେଟ ମାନେ ସରି ପ୍ରାଇସ୍ କ୍ଲୋଜ୍ କରିଯାଉ। କ୍ଲୋଜ୍ କଲେ ଟ୍ରେଡ୍ ନେଲେ ଭଲ, ଟ୍ରେଡ୍ ଚାଲିବାର ସମ୍ଭାବନା ଟିକେ ଅଧିକା ରହେ। ବଟ୍ ହଁ ଏସଏଲ୍ ଟିକେ ବଡ଼ ହେଇଯାଇପାରେ ଯଦି କ୍ଲୋଜ୍ ପର୍ଯ୍ୟନ୍ତ ୱେଟ୍ ନ କରିପାରିବା। ବଟ୍ ମୁଁ ତ ଏଣ୍ଟ୍ରି କଲେ ଅଲରେଡି ଏଇଠି ହିଁ ଏଣ୍ଟ୍ରି କରିଥାନ୍ତି, ତ ଏକୁ ୱେଟ୍ କରିବା ଗାଇସ୍, କ୍ଲୋଜ୍ କରୁ ତାପରେ ଦେଖିବା। ये तो इंडिकेशन कैंडल बनेला। कैंडल रो क्लोजिंग बहुत इंपोर्टेंट है। प्रॉपर कैंडलस्टिक पैटर्न न बनिबा पର୍ଯ୍ୟନ୍ତ ଆମେ ଟ୍ରେଡ୍ କରିବାନି। ହଁ ଯଦି ଦେଖିବା ଗାଇସ୍ ଯେ ଏଥିରେ ଅନଡିସିଜନ କ୍ୟାଣ୍ଡେଲ ବନେଇଛି, ଏଥିରେ ଅନଡିସିଜନ, ବଟ୍ ଏଥିରେ ଆଉ 40 ସେକେଣ୍ଡ 30 ସେକେଣ୍ଡ ଅଛି। ଯଦି ରେଡ୍ କ୍ୟାଣ୍ଡେଲ ପୁରା ଇନଭର୍ଟେଡ୍ ହ୍ୟାମର ବନିଲା ନା ତାହେଲେ ଏଠି ଏଣ୍ଟ୍ରି ଆମର ହେଇଯିବ। ତ ଦେଖିବା ଗାଇସ୍ କଣ ହଉଛି। 30 ସେକେଣ୍ଡ, 29 ସେକେଣ୍ଡ, 28 ସେକେଣ୍ଡ। ओके याको मु 1 मिनिट देखुची कौन पैटर्न बनेइची। आउ 15 सेकंड अछि। फाइनली ये जोन ब्रेक करतला, ये बाइंग आसीगला। तो ये जोन ब्रेक करवा तापर इंगे ट्रेड हो। ये जोन ब्रेक हवा दरकार। कैंडल तो ठीक बनेची, बट ये प्रॉपर सेलिंग कैंडल नहीं। ए जून ब्रेक हेले आमे ट्रेड करिवा 1 मिनिट हिसाब रे देखिवा कोन सी जदी सेलिंग कैंडल बनउचे ताले हमर एंट्री हो। मु 5 मिनिट को दोची गाइस याको। ओके ओके मु एंट्री कर जाउची गाइस, टिके गड़बड़ अछि प्राइस रे, तथापि मु एंट्री कर जाउची। मोबाइल टा हमर एंट्री ही छि गाइस। एसएल यारो हाई रे रहइबो, एसएल सेही 11 टंका 12 टंका समथिंग रहउची। टार्गेट रहइबो ये यारो लो ब्रेक करिवो टार्गेट। मानिके चलो एंट्री देइचे। फास्ट टार्गेट हमर ये रहइबो, सेकंड टार्गेट हमें पूरा डायरेक्ट ये जोन करिवा। तो फास्ट टार्गेट देखियो केंति कैंडलस्टिक पैटर्न बनउची देखि पारते हो। प्रॉपर सेलिंग कैंडल न बनिबारु ट्रेड नेले ई परिका हुए बहुत माने ट्रेड हैरान बहुत हुए। एसएल हमर यारो हाई रहइबो, हाई ब्रेक कला माने हमर एग्जिट हिजो। 13 टंका 70 पैसा रे एसएल रखि देछि मु। आ तथापि भी रिस्क रिवार्ड ये समथिंग 40 टंका समथिंग हमें ट्रेड नवा को चेष्टा करियो गाइस। एथिरे देखिबे सेलिंग आछि, बट एथिरे नाही, कारण एथिरे प्राइस एक्शन हिसाब कोन सी सेलिंग कैंडलस्टिक पैटर्न हेनी, सो सेही बेसिस रे ये बायर्स आछि। वर्तमान कोस्ट टू कोस्ट अछि। मु होल्ड करछि ट्रेड को, कारण एथिरे ठीक ठाक प्राइस एक्शन बनुछि। तो वेट करियो गाइस। वर्तमान देखिए कोस्ट टू कोस्ट या ग्रीन को पड़े असलाइन टंकाटे ग्रीन नहीं गलाइन 1 पॉइंट रो ग्रीन है इसी गाइस। देखते पड़ो जदि ये जोन को ब्रेक करि होउछि ना ताहले हमरो टारगेट 40 पॉइंट रहबो, नले देखि कि एग्जिट भी करते पड़ो। ए जोन ता बहुत इंपोर्टेंट जोन, कारण 23250 रे जदि ओआई देखियो हमें। ओके सेलिंग 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 हे जिवो गाइस।
ମତେ କାହିଁ ଲାଗୁନି ଆଜି ୟାଙ୍କ ପାଖରେ ଦମ ଅଛି। ଖାଲି ଫାଇନାଲ ଚାନ୍ସ ଅଛି 23,200 ରେ ବାଇଂ କରିପାରନ୍ତି। ଇଏ ବି ବାୟସ୍ ଅଛନ୍ତି ବଟ୍ ପ୍ରାଇସ୍ ଆକ୍ସନ ହିସାବରେ ମତେ ଲାଗୁଛି ଦେଇଦବ 40 ପଏଣ୍ଟ ଦେଇଦବ। ତ ଠିକ ଅଛି ୱେଟ୍ କରିବା ଦେଖିବା କଣ ହଉଛି। ବର୍ତ୍ତମାନ ତ 3 ପଏଣ୍ଟର ଲସେସ୍ ଚାଲିଛି ପୋଷ୍ଟ ଟୁ ପୋଷ୍ଟ 3 ପଏଣ୍ଟ ଲସ୍ କୁ ପଳେଇ ଆସିଲା ଗାଇସ୍। ଏଇ ଟ୍ରେଡରେ 13.70 ମାନେ 1.70 1,027 ଟଙ୍କାର ଏସ୍ଏଲ୍ ରହିଛି ଗାଇସ୍। ଲସ୍ ହେଲେ 1,027 ହବ ଆଉ ପ୍ରଫିଟ୍ ହେଲେ ଆମେ ଏଥିରେ 40 ପଏଣ୍ଟ ନିହାତି ନେବା। 40 ଇଣ୍ଟୁ 75 ସମଥିଙ୍ଗ 3,000 ଟଙ୍କା ନିହାତି ଆମକୁ ମିଳିଯିବ ଏଥିରେ। ତ ଦେଖିବା ଗାଇସ୍ କଣ କରିବା। ଏପର୍ଯ୍ୟନ୍ତ ଆମର ସେଲିଂ କ୍ୟାଣ୍ଡେଲଷ୍ଟିକ୍ ପ୍ୟାଟର୍ନ ବନିନି, କିନ୍ତୁ ଆମେ ଯଦି ଦେଖିବା ଏଥିରେ ସେଲିଂ କ୍ୟାଣ୍ଡେଲଷ୍ଟିକ୍ ପ୍ୟାଟର୍ନ ଇଏ କ୍ୟାଣ୍ଡେଲ ଏତେ ସେଲିଂ ନୁହଁ ବଟ୍ ପ୍ରାଇସ୍ ଆକ୍ସନ ହିସାବରେ ଇଏ ସେଲିଂ ଚଳିବ, କିନ୍ତୁ ଏଥିରେ ଏପର୍ଯ୍ୟନ୍ତ ବନେଇନି। ଯଦି ଇଏ ସେଲିଂ କ୍ୟାଣ୍ଡେଲ ବି କ୍ଲୋଜ କରୁଛି ନା ତାହେଲେ ବି ट्रेड होल्ड କରିହବ, ନଚେତ ଇଏ ଟ୍ରେଡ ହୋଲ୍ଡିଂ କରିବା ଟ୍ରେଡ ନୁହେଁ। ତ ଫାଷ୍ଟ ତ ଟିକେ ରିକ୍ସି ଅଛି, ଟିକେ ତଳକୁ ଗଲା ପରେ ମୁଁ ଏସ୍ଏଲ୍ କୁ ପୋଷ୍ଟ କରିଦେବି ଗାଇସ୍। ବର୍ତ୍ତମାନ 4 ଟଙ୍କା 4 ପଏଣ୍ଟର ଲସ୍ ଚାଲିଛି। कैंडल तो बहुत ही खराब क्लोज করছে गाइस, पूरा बाइंग कैंडल। ମୁଁ ଆଶା କରୁଛି ଏଇ କ୍ୟାଣ୍ଡେଲ ତ ଠିକ ଠାକ କ୍ଲୋଜ କରିଛି, ୟାର 50% ଏରିଆ ଯଦି ବ୍ରେକ୍ କରିଯାଉଛି ତଳକୁ ତାହେଲେ ଭଲ ହବ, ନହେଲେ ଇଏ ଏସ୍ଏଲ୍ ନେଇଯିବ ଗାଇସ୍। କ୍ୟାଣ୍ଡେଲ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ କ୍ଲୋଜ କରିନି। ଅପସନ ଚାର୍ଟରେ କ୍ୟାଣ୍ଡେଲ ଷ୍ଟିକ୍ ପ୍ୟାଟର୍ନ ଭଲ ହେଇନି ବର୍ତ୍ତମାନ ପର୍ଯ୍ୟନ୍ତ। ଆମେ ଆଡଭାନ୍ସ ଟ୍ରେଡ୍ ନେଇଯାଇଛୁ ଗାଇସ୍, ସ୍ପୋର୍ଟ ଚାର୍ଟ ହିସାବରେ ନେଇଛୁ। ସ୍ପୋର୍ଟ ଚାର୍ଟରେ ତ ଠିକ ଠାକ କ୍ୟାଣ୍ଡେଲ ବନୁଛି। ସ୍ପୋର୍ଟରେ ବର୍ତ୍ତମାନ ବି ଦେଖି ବହୁତ ବଢିଆ ପ୍ରାଇସ୍ ଆକ୍ସନ ବନେଇ ସାରିଲାଣି, କିନ୍ତୁ ଏଥିରେ ଏପର୍ଯ୍ୟନ୍ତ ବନେଇନି। ତ ସ୍ପୋର୍ଟ ହିସାବରେ ନେଇଯାଇଛୁ, ତ ଦେଖିବା ଗାଇସ୍ କଣ ହଉଛି। କଣ ଲାଗୁଛି ଏସ୍ଏଲ୍ ଚାଲିଯିବ କି ଆଉ? पेड ଅଛି ନା ପ୍ରିପେଡ୍? ତାକୁ ଫୋନ କର। ओके गाइस ଦେଖିପାରୁଥିବେ ଏଥିରେ ପ୍ରାଇସ୍ ଆକ୍ସନ ତ ପ୍ରପର ବନେଇଥିଲା, ସୋ ଆଡଭାନ୍ସ ଟ୍ରେଡ୍ ଆମେ ପକେଇ ଦେଇଥିଲୁ। ସୋ ଏସ୍ଏଲ୍ ବର୍ତ୍ତମାନ ପୁଣି ଆଉ ଥରେ ଚାଲିଗଲା 13.70ର। ତ ଦେଖିବା ଏଥିରେ କଣ ପ୍ରାଇସ୍ ଆକ୍ସନ ହଉଛି। ଏଥିରେ ଯଦି ପ୍ରପର ସେଲିଂ କ୍ୟାଣ୍ଡେଲ ବନୁଛି ତାହେଲେ ମୁଁ ୟାକୁ ସେଲ୍ କରିବି, କାରଣ ମାର୍କେଟରେ ଇଏ ଫାଇନାଲି ସପୋର୍ଟ ନେଇଯିବ ଆଉ ମାର୍କେଟ ପୁଣି ଉପରକୁ ଉଠିଯିବାର ସମ୍ଭାବନା ଅଛି। ବଟ୍ ଇଏ ଜୋନ୍ ଯୋଉ ଅଛି ଗାଇସ୍, ଟ୍ରେଡିଂ ଜୋନ୍ ନୁହଁ। ଯଦି ପ୍ରପର ବୁଲିଶ କ୍ୟାଣ୍ଡେଲ ବନୁଛି ତାହେଲେ ଆମେ ଟ୍ରେଡ୍ ନେଇପାରିବା। ଆଉ ଯଦି ଓଆଇ ଦେଖିବା ବର୍ତ୍ତମାନ
ये भी बाइंग अच्छी, ये भी बाइंग अच्छी, समस्त बाइंग चलছে এই জোনরে এই জোনরে ବାଇଂ ଚାଲିଛି, ସେଲିଂ ତ ଉପର ଜୋନରେ ଅଛି, ତ ସାଇଡୱେଜ ବି ହେଇପାରେ ମାର୍କେଟ। କ୍ୟାଣ୍ଡେଲ ତ ଭଲ କ୍ଲୋଜ କରିଛି, ଦେଖିବା ଗାଇସ୍। ଓକେ, ଏଥିରେ କ୍ୟାଣ୍ଡେଲ ଷ୍ଟିକ୍ ତ ବହୁତ ଭଲ ବନିଛି। କେତେ ରହିଛି ରିସ୍କ ରିୱାର୍ଡ? इसका बहुत बड़ा है जो ଦେଖୁଛି ଇନଭର୍ଟେଡ ହ୍ୟାମର କଣ ସେ ଯଦି ବନୁଛି, କାରଣ ଇଏ କ୍ୟାଣ୍ଡେଲ ସେଥିରେ ଟ୍ରେଡ ନେଇ ହବ ନାହିଁ, ୟାର ରିସ୍କ ରିୱାର୍ଡ ବହୁତ ବଡ଼ ଅଛି। हमको 10 पॉइंट समथिंग रिस्क दरकार, रिस्क रिवार्ड। এই জন্য এসে আর এই ক্যান্ডেল ক্লোজ করো, প্রপার ক্লোজ করো, ট্রেড নেব। ओके गाइस, এই ক্যান্ডেল যদি পুরো প্রপার ওয়েরে ক্লোজ করছি ভালো ভাবে, তাহলে ଆମର নেক্সট ট্রেড হবো, রিস্ক রিওয়ার্ড ভালো রহিব, 10 পয়েন্ট সমথিং রহিব এଥିରେ। थोड़ी चिंता कम हुई है, फिर भी खतरा चला नहीं, थोड़ी अर्निंग प्रॉब्लम का डर है। बट वैल्यूएशन तो के कारण प्रॉब्लम नहीं है, अभी स्टॉक का अर्निंग देखते बहुत सारा स्टूडेंट मिल के 50 पीवी 60 पीवी में काम इनमें है, वही प्रॉब्लम है। बाकी बहुत सारा स्मॉल कैप स्टॉक 50 पीवी में है, वही प्रॉब्लम है। अर्निंग्स का प्रॉब्लम नहीं है, आउटलुक का प्रॉब्लम नहीं है, इकोनॉमी करंट प्रॉब्लम नहीं है, बैंकिंग सिस्टम में प्रॉब्लम नहीं है, लेकिन वैल्यूएशन का प्रॉब्लम, वैल्यूएशन कंफर्ट आना जरूरी है। अच्छा, जिन लोगों जो लोग SIP कर रहे हैं ऑलरेडी हर महीने, पहली बार थोड़ा उनको डर लगा है कि भाई साल भर से जो SIP कर रहे हैं हम नेगेटिव आने लगे, ठीक है, एक साल से पहले की जिनकी चल रही उनको तो अभी भी पॉजिटिव है थोड़ा बहुत। उनके लिए क्या सलाह होगी? क्या जो SIP कर रहे हैं मेंटेन रखें या कुछ और बढ़ना चाहिए? आप क्या सजेस्ट? मेंटेन करना है, 20 साल के लिए SIP करना है, और लार्ज कैप फ्लेक्सी कैप काइंड ऑफ वैल्यू ऐसा मेंटेन में भी करना चाहिए, यही हमारा चलिए। तो ये आपका व्यू बिल्कुल कि SIP मेंटेन करें, पहले घबराए ना, थोड़ा वैल्यूएशन ज्यादा थे वो ठीक होने की कोशिश। अपना सर आप कुछ ये कुछ कहना चाहते थे? नहीं, कुछ नहीं, कि एसेट एलोकेशन करो, हाइब्रिड फंड्स में इन्वेस्ट करो, मार्केट से डरो मत, लेकिन मार्केट उतना सस्ता नहीं है कि मार्केट यहाँ से नहीं गिर सकता है, यहाँ से भी गिर सकता है, यही हमारा कुछ बहुत आपने सही राय दी कि हाइब्रिड और लार्ज कैप सस्ता है, मिड कैप और स्मॉल कैप से लार्ज कैप सस्ता है, तो लार्ज के प्रॉपर वो नहीं गाइस। अदरवाइज हाइब्रिड फंड्स बढ़िया है, जिसमें इक्विटी के साथ साथ आपको टेक गोल भी मिल जाता है, तो अलग अलग बेसिस क्लास आपको मिल जाती है, वो ज्यादा फायदेमंद है, ताकि आपको सबका बेनिफिट मिल सके। बहुत बहुत धन्यवाद मेरे सर, आपने समय दिया, स्टार से बाजार के डायरेक्शन पर हमारे राय दी। थैंक यू सो मच सर। Presented by SBI, हर भारतीय का बैंक, वो पावर्ड बाय कैनरा बैंक, टुगेदर वी कैन, सॉइल TCS, इंडिया का स्पेशल पार्टनर, इंडिया फ्यूचर इन्वेस्टर्स टीवी शो, रियल स्टेट पार्टनर, सिग्नेचर ग्लोबल, रियलिटी, रिलायबिलिटी, रिस्पॉन्सिबिलिटी, प्रायोजक SBI लाइफ, अपने लिए अपनों के लिए, और एंजल प्रॉपर प्राइस बनै नहीं है, ये हमर लास्ट ट्रेड हवा को जाउछि, सो पूरा प्रॉपर कैंडलस्टिक पैटर्न न होबा पजे हम एंटर करि परिबा नहीं। स्पोर्ट रे ठीक ठाक अच्छे, स्पोर्ट रे तो बाइंग कैंडल बने, किंतु कॉल रे देखिए, कॉल रे बाइंग कैंडल बने, तो एथरे भी सेलिंग कैंडल बने, तो वेट करबा गाइस। आउ हां हुआ है जे कोन ना फास्ट अटेम्प्ट रे ट्रेड नबाटा रिस्की अछि, कारण देखिए मार्केट गला पुलबैक कला, पुणी जो पुलबैक करो, तापर ट्रेड नबाटा बेटर हो। तो नेक्स्ट टाइम यार हाई जदि ब्रेक होची पुलबैक कला परे, ताले हमें ट्रेड पकेबा, तो सही हिसाब रे एटी सेटअप बनिबा दरकार।
ସେଟ ମରିଲା ପରେ ଆମେ ଟ୍ରେଡ୍। ଓକେ ଗାଇସ୍, ଦେଖିପାରୁଥିବେ ଏଥିରେ ସମସ୍ତେ ବାୟର୍ସଙ୍କ ଇଣ୍ଟରେଷ୍ଟ ମେ ବି ଏମିତି ହେଇପାରେ ଯେ ଏଠି ଏଇ ଯୋଉ କ୍ୟାଣ୍ଡେଲଷ୍ଟିକ୍ ବଟନ ହେଲା ମେ ବି ସବୁ ବାୟର୍ସକୁ ଇନଭାଇଟ୍ କଲା ପରେ ସେ ଖୁସିପାରେ। ଆଉ 15 ମିନିଟରେ ଯଦି ଦେଖିବା ଆମେ 15 ମିନିଟରେ ସେଲିଂ କ୍ୟାଣ୍ଡେଲ କ୍ରିଏଟ ତ କରୁଛି, ଦେଖିବା ଗାଇସ୍ କଣ ହଉଛି। ବଟ୍ ବାଇଂ ଆସିଛି, ବହୁତ ଯୋଉ ବାଇଂ କରୁଥିବେ, ଯଦି ସେଲିଂ କ୍ୟାଣ୍ଡେଲ କ୍ଲୋଜ କଲା ୟାର ଲୋରେ ତାହେଲେ ଇଏ ଖସିଯିବ ଆଉଥରେ। ପୁଣି ୟାର ସପୋର୍ଟ ଯାଉଛି ତ ସେଲ୍ କରିବାଟା ଠିକ ହବନି। କନଫ୍ୟୁଜନ ଅଛି ଗାଇସ୍, ଏଇଟା ଭଲ ଟ୍ରେଡ୍ ଗୋଟେ କରିବା, ସୋ ହଡ଼ବଡ଼ରେ ଟ୍ରେଡ୍ କରିବାନି। ଏଠି ଯଦି ସେଲିଂ କ୍ୟାଣ୍ଡେଲ ଦେଖନ୍ତୁ ଅଲରେଡି ଏଠି ଇନଭାଇଟ୍ କରିଦେବ ବାୟର୍ସକୁ, ଆଉ ତାପରେ ସେଲିଂ କ୍ୟାଣ୍ଡେଲ ଯଦି କଲା ସେଲ୍ କରିବ, ସେଲ୍ କଲା ପରେ କଣ ହବ, ପୁଣି ଇଏ ଯାଉଛି ଗୋଟେ ଜୋନ୍ ବାୟର୍ସ ଜୋନ୍ ଅଛି, ସୋ ଏଠୁ ପୁଣି ଆଉ ଥରେ ବାଇଂ ଆସିଯିବ। ତ ପ୍ରପର ବାଇଂ ୟା ଏଇ ଜୋନ୍ରୁ ଉପରକୁ ମିଳିବ, ମାନେ 23,900 ସମଥିଙ୍ଗ, 23,290 ସମଥିଙ୍ଗରୁ ଟ୍ରେଡ୍ ବାଇଂ ଜୋନ୍ ବାଇଂ ଟ୍ରେଡ୍ ମିଳିବ। ଆଉ ସେଲିଂ ଟ୍ରେଡ୍ ଯଦି ଦେଖିବା ଆମେ ପ୍ରପର ଏଇ ଜୋନ୍ର ବ୍ରେକ୍ କଲା ପରେ ହିଁ ଆମ ଟ୍ରେଡ୍ ବନିବ। ତ ଏଇ ଜୋନ୍କୁ ମୁଁ ଗୋଟେ ମାର୍କ କରିଦଉଛି। ଦେଖିପାରୁଥିବେ ଏଠି ଯୋଉମାନେ ହଡ଼ବଡ଼ରେ ସେଲିଂ କରିବେ ତାଙ୍କର ପୁଣି ନେଇଗଲା, ଇଏ ବାଇଂ ବାଇଂ ଯିବ ଭଳିଆ ଲାଗୁଛି ଗାଇସ୍। କିନ୍ତୁ ଏଥିରେ ବି ଅନଡିସିସନ କ୍ୟାଣ୍ଡେଲ ବନେଇଛି, କୌଣସି ସେଲିଂ କ୍ୟାଣ୍ଡେଲ ହେଇନି, କିନ୍ତୁ ସେଲର ଏଇଠି ଆସିଛନ୍ତି, ଏ ଜୋନ୍ରେ ସେଲର ଇନଭାଇଟ୍ ହେଇଛନ୍ତି, କିନ୍ତୁ ଇନଡିସିସନ ଅଛି। ଇଏ ବାଇଂକୁ ଯିବ ତ ଏଠି ଆମେ ସେଲିଂ ପ୍ଲାନ୍, ବଟ୍ ପ୍ରପର ଏଣ୍ଟ୍ରି କ୍ୟାଣ୍ଡେଲ ଆମକୁ ବନେଇବା ଦରକାର। ଆମେ ଯେମିତି କହୁଥିଲୁ ଇଏ ଗୋଟେ ଏଣ୍ଟ୍ରି କ୍ୟାଣ୍ଡେଲ ଥିଲା, କିନ୍ତୁ ଏସଏଲ୍ ବହୁତ ବଡ଼ ଥିଲା, ସୋ ଏଣ୍ଟ୍ରି କରିଗଲା। ଆଉ ଯଦି ଦେଖିବା ଏଇ ଜୋନ୍ରୁ ହାଇରୁ ପାଖାପାଖି ଏଇ କ୍ୟାଣ୍ଡେଲ ବି କ୍ଲୋଜ ଯଦି କରିହଉଛି, ଏଇ କ୍ୟାଣ୍ଡେଲ ବି ଏଣ୍ଟ୍ରି କରିହବ। କଣ ଲାଗୁଛି ଗାଇସ୍, ଆଚ୍ଛା ୱାଇ ଚାର୍ଟ ଦେଖିଦବା ଟିକେ। ୱାଇ ଦେଖିବା ଯଦି ବାଇଂ ବାଇଂ ସେଲିଂ, ଛୋଟ ସେଲିଂ ଅଛି ହାଇରେ, ହାଇ ପର୍ଯ୍ୟନ୍ତ ଟାର୍ଗେଟ କରି ହବ। ଇଏ ଗୋଟେ ବଡ ଧରଣର ଚେଞ୍ଜିଂ ୱାଇରେ ଆଜିକା ମାତ୍ରାରେ ଏଇଠୁ ସେଲିଂ ବହୁତ ଜୋର କରୁଛନ୍ତି। ଯଦି ଇଏ ହାଇ ବ୍ରେକ୍ ହେଇଗଲା ନା ସମସ୍ତଙ୍କର ଏସଏଲ୍ ନେଇଯିବ। ମୋଷ୍ଟ ଇମ୍ପୋର୍ଟାଣ୍ଟ ୱେଟ୍ କରିବା, ଏଥିରେ କୌଣସି ପ୍ରପର ବୁଲିଶ କ୍ୟାଣ୍ଡେଲ ବନୁ, ତାପରେ ହିଁ ଟ୍ରେଡ୍ କରିହବ। ଫାଇନାଲି ଗାଇସ୍ କଣ ହେଇଛି ନା ଆମେ ସେଲିଂ ପ୍ଲାନିଂ କରୁଥିଲୁ ଫେଲ୍ ହେଇଗଲା, ପୁଣି ସେଲିଂ ପ୍ଲାନିଂ କଲୁ ଫେଲ୍ ହେଇଗଲା, ବାୟର୍ସ ଆକ୍ଟିଭ ହେଇଗଲେ, ଆଉ ଇଏ ଗୋଟେ ଜୋନ୍ରେ ଗଲା। ଫାଇନାଲି ଏଠି ସେଲିଂ କ୍ୟାଣ୍ଡେଲ କିଛି ବନେଇଲା ଭଳିଆ କଲା ସେଲିଂ ଜୋନ୍ରେ, ବଟ୍ ସେଲର୍ସକୁ ଇନଭାଇଟ୍ କଲା ପରେ ବାୟ ପୁରା ଏସଏଲ୍ ନେଇକି ପୁରା ବଡ ଭାବରେ ବାଇଂ କରିଛି। ତ ଇଏ ତ ଟ୍ରେଡିଂ କରି ହବନି କାରଣ ବହୁତ ବଡ ଏସଏଲ୍ ରହିବ। ତ ଆମେ ଦେଖିବା ପୁଲ୍ ବ୍ୟାକ୍ କରିବ କ୍ୟାଣ୍ଡେଲ, ଆଉ ଗୋଟେ ଛୋଟ ଯଦି 10 ପଏଣ୍ଟର ମିଳୁଛି ତ ଟ୍ରେଡ୍ କରିପାରିବା 10 ପଏଣ୍ଟର ଏସଏଲ୍ ନେଇକି। ଫାଇନାଲି ଯଦି ସେଲ୍ କରିଥାନ୍ତେ ଏଇ ଜୋନ୍ରେ, ମୁଁ କହୁଥିଲି ଏଇ ଜୋନ୍ଟା ଗୋଟେ ସେଲର ଜୋନ୍ ବନୁଛି, ବଟ୍ କୌଣସି କ୍ୟାଣ୍ଡେଲରେ କୌଣସି ସେଲିଂ କ୍ୟାଣ୍ଡେଲଷ୍ଟିକ୍ ପାଟର୍ନ ବନିନି। ଦେଖିବ ହଁ ବାଇଂ କ୍ୟାଣ୍ଡେଲ ଏଥିରେ ବାଇଂ ବନିଛି, କିନ୍ତୁ ଇନଡିସିସନ କ୍ୟାଣ୍ଡେଲ, କିନ୍ତୁ ଏଥିରେ ଏଣ୍ଟ୍ରି କରିବାର ଚାନ୍ସ ହିଁ ନାହିଁ। ମାନେ ଏଟା ସ୍ମାର୍ଟ ମନି କନସେପ୍ଟ ହେଇଗଲା ପୁରା, ଏଠି ଏଣ୍ଟ୍ରି କାହାରିକୁ ଦେଇନାହାନ୍ତି। ଯଦି ଏଠି ଏଣ୍ଟ୍ରି କରିଥାନ୍ତେ ଭଲ ଏସଏଲ୍ ରିସ୍କ ରିୱାର୍ଡ ଭଲ ଥିଲା, ଆଉ ଗୋଟେ କ୍ୟାଣ୍ଡେଲ ହିଁ 20 ପଏଣ୍ଟ କିଛି ନୁହଁ। ତ ଦେଖିବା ପୁଲ୍ ବ୍ୟାକ୍ କଲେ ଆମେ ଉପର ସାଇଡ୍ ଗୋଟେ ଟ୍ରେଡ୍ କରିବା, ବଟ୍ ଏଥିରେ ଟ୍ରେଡ୍ ହବନି ଗାଇସ୍, କାରଣ ଇଏ ବହୁତ ବଡ ଏସଏଲ୍ ହେଇଯିବ। 50% ଏରିଆ ଯାଉ, 50% ଏରିଆରୁ ପଶିଲେ ଆମେ ଟ୍ରେଡ୍ କରିବା, ପରଫେକ୍ଟ ସେଟଅପ୍ ବନୁ, ତାପରେ ଟ୍ରେଡ୍ କରିବା। ଅଲରେଡି ଯଦି ଦେଖିବା ଗାଇସ୍ ଇଏ ଗୋଟେ ସେଲର ଜୋନ୍ ବର୍ତ୍ତମାନ ହିସାବରେ ଅଛି,
ଏଇ ଜୋନ୍ ଗୋଟେ ସେଲର୍ସ ଜୋନ୍ ଅଛି ତ ମାର୍କେଟ ପୁଲିବାର ନିହାତି ଛୋଟ ଟାର୍ଗେଟ ମାନେ ଛୋଟ କ୍ୟାଣ୍ଡେଲଷ୍ଟିକ୍ ପ୍ୟାଟର୍ନରେ ଯଦି ଏଣ୍ଟ୍ରି ବନୁଛି ତାହେଲେ ଆମେ ଟ୍ରେଡ୍ କରିବା। ଟ୍ରେଡ୍ କଲେ ମୁଁ ଅପଡେଟ୍ କରିବି ଗାଇସ୍। ଫାଇନାଲି ଦେଖିପାରୁଥିବେ ଗାଇସ୍ ମାର୍କେଟ ଏଇ ଜୋନ୍ କୁ ବ୍ରେକ୍ କଲା, ରିଟେଷ୍ଟ କରିବାକୁ ଆସୁଛି। ରିଟେଷ୍ଟ କଲା ପରେ ଯଦି ବାଇଂ ଆସିଲା ତାହେଲେ ଏଇ ଜୋନ୍ ପର୍ଯ୍ୟନ୍ତ ମାର୍କେଟ ଯିବ। ତ ଏଥିରେ ଉପରକୁ ଉଠିବାର ସମ୍ଭାବନା ଅଛି। ଆଉ ଇଏ ଯଦି ଏଇ ପାଖକୁ ଆସୁଛି ତାହେଲେ ସେଲିଂ କଲେ ଆମକୁ ଟାର୍ଗେଟ ମିନିମମ୍ 30 ପଏଣ୍ଟ ରଖତେ ପଡିବ। ତ ଲାଷ୍ଟ ଟ୍ରେଡ୍ ଇଏ ହବ। ତ ମୁଁ ପ୍ଲାନ୍ କରିବି କ୍ୟାଣ୍ଡେଲ ଯଦି 160 ଟଙ୍କା ସମଥିଙ୍ଗ ଆସୁଛି ତାହେଲେ ସେଲ୍ କରାହବ। ୟାର ହାଇରେ ରିସ୍କ ରହିବ। ଆଉ ଟାର୍ଗେଟ ରହିବ ମିନିମମ୍ 40 ପଏଣ୍ଟ, କାରଣ ଦୁଇଟା ଏସଏଲ୍ ପଡିଛି ଗାଇସ୍। ତ ମୁଁ ୱେଟ୍ କରୁଛି 160 ଟଙ୍କା ସମଥିଙ୍ଗ କ୍ୟାଣ୍ଡେଲ ଆସିଲେ ମୁଁ ତୁରନ୍ତ ଏଣ୍ଟ୍ରି କରିଯିବି ଗାଇସ୍। ଇଏ ମୋର ପ୍ଲାନିଂ ଅଛି। ମୁଁ ପ୍ଲାନିଂ ଏବେରୁ ବତେଇଦେଲି। ଏଣ୍ଟ୍ରି ବନଲେ ମୁଁ ଭିଡିଓ ରେକର୍ଡ କରୁଛି। ତ ଏଗ୍ରେସିଭଲି ସେଲ୍ ହଉଛି ଗାଇସ୍। ଏଥିରେ ଦେଖିବେ ସପୋର୍ଟ ନେଇଗଲା। ତ ଇଏ ସପୋର୍ଟ ଜୋନ୍ ବେସିସରେ ଆମେ ଟ୍ରେଡ୍ ପକେଇ ପାରିବା ଏଥିରେ। ଆଉ ରିସ୍କ ରିୱାର୍ଡ ବର୍ତ୍ତମାନ ଇଏ ରହିବ ଆମର। ଓକେ ଟ୍ରେଡ୍ ସରି କ୍ୟାଣ୍ଡେଲ କ୍ଲୋଜ କରିଯାଉ, ଟ୍ରେଡ୍ କରିବା। ଓକେ ବହୁତ ବଢିଆ କ୍ୟାଣ୍ଡେଲ ବନେଇଛି ଗାଇସ୍। ମୁଁ ଏଣ୍ଟ୍ରି ନେଇଯାଉଛି ମୋ ଏବେ। ଓକେ ଏଣ୍ଟ୍ରି ଆମର ହେଇଛି ମୋବାଇଲରେ। ସୋ ୟା ବେସିସରେ କ୍ୟାଣ୍ଡେଲ ଏ ଜୋନ୍ରୁ ଲୋ ବ୍ରେକ୍ କରିବ ଯେମିତି ଏକ୍ଜିଟ୍ ହେଇଯିବ। ଇଏ ଗୋଟେ ଆମର ସେଲିଂ ଜୋନ୍ କ୍ରିଏଟ୍ ହେଇଛି ନ୍ୟୁ ପ୍ରାଇସ୍। ମୁଁ ସେଲିଂ ଜୋନ୍ ମାର୍କ କରିଦଉଛି। ଏଣ୍ଟ୍ରି ଆମର ଏଇଥିରେ ହେଇଯାଇଛି। ଇଏ ସେଲିଂ ଜୋନ୍ ଅଛି। ବହୁତ ଛୋଟ ଏସଏଲ୍ ରହିବ। 11 ଟଙ୍କାର ସମଥିଙ୍ଗ ଏସଏଲ୍ ଆମେ ରଖିବା ଲାଷ୍ଟ ଟ୍ରେଡ୍ ଗାଇସ୍। ଆଉ ଦେଖିବ ଏତେ 3 ଟଙ୍କା ସମଥିଙ୍ଗ ପ୍ରଫିଟ୍ ବି ଆସିଲାଣି। ଇଏ ପାଟର୍ନ ଯୋଉ ବନେଇଛି ଇଏ ଜୋନ୍ ବ୍ରେକ୍ କଲା। ସୋ ସେ ବେସିସରେ ଇଏ ବି ୟାର ହାଇ ବ୍ରେକ୍ କରିଗଲା ଗାଇସ୍। ଇଏ ଗୋଟେ ଭଲ ଜୋନ୍ ବନେଇଛି। ୟା ବେସିସରେ ମୋର ଏଣ୍ଟ୍ରି ହେଇଛି। 5 ମିନିଟ୍ କରିଦଉଛି କ୍ୟାଣ୍ଡେଲ। ଓକେ ଆମେ ଫାଷ୍ଟ ସେଲର୍ସ ଜୋନ୍ ଫାଇଣ୍ଡ କରିଥିଲୁ ୟାକୁ। ଯଦି ଏଇ ପାଖକୁ ଯାଇଥାନ୍ତା ତାହେଲେ ୟା ବେସିସରେ ଏଣ୍ଟ୍ରି କରିଥାନ୍ତେ। ବଟ୍ ବର୍ତ୍ତମାନ ହିଁ ନ୍ୟୁ ଫ୍ରେଶ ସେଲିଂ ଜୋନ୍ ବନେଇଲା ଏ ଜୋନ୍ଟା। ତ ୟା ବେସିସରେ ତଳେ ଏଣ୍ଟ୍ରି କରାଯାଇଛି। ୟା ଜୋନ୍ରୁ ହାଇ ବ୍ରେକ୍ କରିବ ଯେମିତି ଏସଏଲ୍ ପଳେଇବ ଆମର। ତ ବର୍ତ୍ତମାନ ଏଗ୍ରେସିଭଲି ଯଦି ଉପରକୁ ପଳଉଛି ସେଲିଂ ଆସୁଛି ତାହେଲେ ବହୁତ ଭଲ କଥା। ଟ୍ରାଏ କରିବା 40 ପଏଣ୍ଟ ନେବା ପାଇଁ। ଦେଖିବା ସେଇଟା ବିହେଭିୟର ଉପରେ ମାର୍କେଟର ବିହେଭିୟର ଉପରେ ନିର୍ଭର କରେ ଯେ କୋଉ ଟାଇପର ମୋମେଣ୍ଟମ ଆମକୁ ମିଳୁଛି। ବର୍ତ୍ତମାନ ଏପର୍ଯ୍ୟନ୍ତ ଦେଖିପାରିବେ ଗାଇସ୍ ସ୍ପଟରେ ଖାସ୍ କିଛି ସରି ଅପସନ ସେଲ୍ସରେ ଖାସ୍ କିଛି ବିହେଭିୟର ଦେଖାଯାଉନି। ବର୍ତ୍ତମାନ ଯଦି ଇଣ୍ଡିଆ ବିକ୍ସ ଦେଖିବା, ଇଣ୍ଡିଆ ବିକ୍ସ କେମିତି ଚାଲୁଛି ଇଣ୍ଡିଆ ବିକ୍ସ। ଓକେ ଇଣ୍ଡିଆ ବିକ୍ସ ଖସୁଛି ଗାଇସ୍। इंडिया विक्स खसुची। सो पुट रे भी गिरावट ଦେଖାଦବ। ଏଥିରେ गिरावट ଆସିବାର ସମ୍ଭାବନା ଅଧିକା ଅଛି ୟା ବାଇ ଅପେକ୍ଷା। ତ ଦେଖିବା ଟ୍ରେଡ୍ ତ ନେଇଯାଇଛୁ। ଏସଏଲ୍ ଯାଉଛି କି ପ୍ରଫିଟ୍ ଆସୁଛି ଦେଖିବା। ବର୍ତ୍ତମାନ 2 ପଏଣ୍ଟ ପ୍ରଫିଟରେ ଅଛି। 2.3 ପଏଣ୍ଟ ସମଥିଙ୍ଗ। ଇଏ ଆମର ଲାଷ୍ଟ ଟ୍ରେଡ୍ ହବ। ଡେ କ୍ଲୋଜ ହେଇଯିବ। 3 ନମ୍ବର ଟ୍ରେଡ୍ ରୁଲ ହିସାବରେ ଟ୍ରେଡ୍ କ୍ଲୋଜ ହେଇଯିବ। ବାସ୍ ଥିଟା ଟିକେ ଟିକେ ହେଲେ ଆମକୁ ଭଲ। ଇଏ 11 ପଏଣ୍ଟରେ ଏସଏଲ୍ ଅଛି ଆମର। $11.15। ଗୋଟେ ଗୋଟେ ଟ୍ରେଡ୍ ଚାଲିଯାଉ ଗାଇସ୍। ଦିଟା ତ ଲସ୍ ହେଇଗଲା। ଗୋଟେ ଟ୍ରେଡ୍ ବି ଯଦି ଚାଲିଯିବ ତାହେଲେ ଆମେ ଓଭରଅଲ୍ ପ୍ରଫିଟ୍ ବି ପଳେଇ ଆସିବ। ତ ଦେଖିବା ଗାଇସ୍ ଟାର୍ଗେଟ ତ ବଡ ରହିବ ନାହିଁ ମତେ ଲାଗୁଛି। କାରଣ ଏପଟେ ଯଦି ଦେଖିବା ସେଲର୍ସ ଜୋନ୍ ଇଏ ଅଛି। ଯଦି ଏଗ୍ରେସିଭଲି ଯଦି ବାଇ ଆଉଟ୍ କରିଗଲା ନା ଗାଇସ୍ ତାହେଲେ ବହୁତ ବଢିଆ କ୍ୟାଣ୍ଡେଲ ଉପରକୁ ଦେଖିବାକୁ ମିଳିବ ଆମକୁ। ଟାର୍ଗେଟ ବହୁତ ବଡ ହିଁ ମିଳିପାରେ ୟା ବହୁତ ଛୋଟ ହିଁ ମିଳିପାରେ। ସେଇଟା ଯଦି ଦେଖିବା ଆମେ ୱାନ୍ ଡେ କ୍ୟାଣ୍ଡେଲରେ ତ କେମିତି ଅଛି ଡେ କ୍ୟାଣ୍ଡେଲ ଦେଖନ୍ତୁ। ପୁରା ମସ୍ତ କ୍ୟାଣ୍ଡେଲ ଯାଉଛି।
ଯଦି ୟାର ହାଇ ବ୍ରେକ୍ କରିଗଲା ନା ଗାଇସ୍, ଇଏ କ୍ୟାଣ୍ଡେଲ ରହୁଛି ୟାର ହାଇ ଯଦି ବ୍ରେକ୍ କରିଗଲା ତାହେଲେ ବହୁତ ବଢିଆ ଗୋଟେ କ୍ୟାଣ୍ଡେଲ ଦେଖିବାକୁ ମିଳିବ ଆମକୁ, ବାଇଂ କ୍ୟାଣ୍ଡେଲ ଦେଖିବାକୁ ମିଳିବ, ଇନଭର୍ଟେଡ ଯୋଉ ସରି ହ୍ୟାମର ଗୋଟେ ଦେଖିବାକୁ ମିଳିବ। ବର୍ତ୍ତମାନ ଇନଡିସିସନ ଅଛି, ଯୋଉଠି ଓପନ ହେଇଥିଲା ବାଇ ଏ କ୍ୟାନ୍ ପ୍ରାଇସ୍ ସେଇଠି ହିଁ ଅଛି ଦେଖିପାରୁଥିବେ ଡେ କ୍ୟାଣ୍ଡେଲ। ଯଦି ଏଗ୍ରେସିଭ ୟାର ହାଇ ବ୍ରେକ୍ କରିଯାଉଛି ନା ତାହେଲେ ବହୁତ ସ୍ପିଡରେ ଗ୍ରୀନ କ୍ୟାଣ୍ଡେଲ ଗୋଟେ ବଡ ଗ୍ରୀନ କ୍ୟାଣ୍ଡେଲ ଏଠି ଦେଖିବାକୁ ମିଳିପାରେ, ଆଉ ଏଥିରେ 40 ପଏଣ୍ଟ ମେ ବି 60-70 ପଏଣ୍ଟ ବି ମିଳିଯାଇପାରେ ଏଥିରେ। ତ ଦେଖିବା ବର୍ତ୍ତମାନ ଏ ସେଲିଂ ଜୋନ୍ ବେସିସରେ ଆମର ସେଲ୍ ହେଇଛି। ୟାର ହାଇ ଯଦି ବ୍ରେକ୍ କରୁଛି 11 ଟଙ୍କା 15 ପଇସା ତାହେଲେ ଆମର ଏକ୍ଜିଟ୍ ମଧ୍ୟ ହେଇଯିବେ। ତ ଦେଖିବା ଗାଇସ୍ କଣ ହଉଛି। ଲାଷ୍ଟ ଟ୍ରେଡ୍ ଅଛି ଆମର। ମୁଁ ଚାହୁଁଛି କି ହେଇଯାଉ ଥିଟା ଟିକେ, କିନ୍ତୁ ନାହିଁ ଗାଇସ୍, ଥିଟା ଟିକେ ଥାନ୍ତା ହେଲେ ଇଏ ଆମର ବହୁତ ତଳେ ଥାନ୍ତା ବର୍ତ୍ତମାନ। ହଁ ଏବେ ବି ଯଦି କହିବେ ଛୋଟ ଥିଟା ଟିକେ ଅଛି, କାରଣ ଆମେ ଯୋଉ ଏଣ୍ଟ୍ରି କରୁଛୁ ଏଇ କ୍ୟାଣ୍ଡେଲରେ ଏଥିରେ ଏଥିରେ ବଡ ଲସେସ୍ ଶୋ ହେଲାଣି, କିନ୍ତୁ ଏଥିରେ ହେଇନି, ମାନେ କୋଷ୍ଟ ଟୁ କୋଷ୍ଟ ବର୍ତ୍ତମାନ ଅଛି ଦେଖିପାରୁଥିବେ, କିନ୍ତୁ ଏଥିରେ କିନ୍ତୁ ମାଇନସ୍ କିଛି ହେଇଥାନ୍ତା। କ୍ୟାଣ୍ଡେଲ ତ ଭଲ ଅଛି ଗାଇସ୍। ଏଇ ଆଗରୁ ଦିଟା ଟ୍ରେଡ୍ ଥିଲା, କୌଣସି ରିଜନ ନଥିଲା, ଖାସ ରିଜନ ନଥିଲା, ସେଥିପାଇଁ ଏସଏଲ ଗଲା। ବଟ୍ ଏଥିରେ ଖାସ ରିଜନ ଅଛି ଗାଇସ୍, ସେଲର ଜୋନ୍ ଅଛି, ଇଏ ନ୍ୟୁ ସେଲର ଜୋନ୍ କ୍ରିଏଟ କରିଥିଲା, ତା ବେସିସରେ ଆମେ ଏଣ୍ଟ୍ରି କରୁଛୁ। ଆଉ ୟାର ଲୋ ବ୍ରେକ୍ କରିବ ଯଦି, ମାନେ ୟାର ହାଇ ଯଦି ବ୍ରେକ୍ କରିଗଲା ନା ଗାଇସ୍ ତାହେଲେ ବହୁତ ସ୍ପିଡରେ ଉପରକୁ ପଳେଇବ, ରିଜନ ଅଛି। ଇଏ ବାୟର୍ସ ଆସୁଛନ୍ତି, ଦେଖିବା ୟାର ହାଇ ବ୍ରେକ୍ କରିବା ଦରକାର। ଯଦି ହାଇ ବ୍ରେକ୍ କରି ନ ପାରିଲା ତାହେଲେ ବହୁତ ବଡ ଦିକ୍କତ ହେଇଯିବ। ବ୍ରେକ୍ କରିବା ଦରକାର। ଏଥିରେ ତ ହାଇ ବ୍ରେକ୍ କରିଗଲା ଭଳିଆ ଦିଶୁଛି। ଇନଡିସିସନ କ୍ୟାଣ୍ଡେଲ ବନେଇଛି guys। ଦେଖିବା ଟ୍ରେଡ୍ ମ୍ୟାନେଜ କରିବା। ବେଷ୍ଟ ଏସଏଲ ଗାଇସ୍ ଯୋଉଥିରେ ୟାର ହାଇ ହବ, ଯଦି ଟିକେ ସେଲିଂ କରନ୍ତା ତାହେଲେ ଠିକ ଅଛି। ଦେଖିବା କଣ ହଉଛି। ଯଦି ପୁଲ୍ ବ୍ୟାକ୍ କରୁଛି ଗାଇସ୍ ତାହେଲେ ମୁଁ 15 କୁ ଟଚ୍ କରେଇବି। ମୋ ହିସାବରେ ତ ଏଥିରେ ବାଇଂ ଆସିବା କଥା। ଆଉ ଇଏ ଅଲରେଡି ବାଇଂ ଜୋନ୍ କ୍ରିଏଟ କରୁଛି, ଆଉ ଯଦି ୟାକୁ ଆମେ ଗୋଟେ ଇଏ ବନେଇବା, ଇଏ ବେସିସରେ ଟ୍ରେଡ୍ କରୁଛି। ତ ଭଲ। फाइनाली ଏଇ ଜୁନ୍ ବ୍ରେକ୍ କରିଗଲେ ନା ଗାଇସ୍, ପୁରା ମସ୍ତ ପ୍ରଫିଟ ହବ। ଇଏ ଇମ୍ପୋର୍ଟାଣ୍ଟ ସେଲର୍ସ ଜୋନ୍ ଅଛି ଏଇ ଜୋନ୍ ଟା। 23,300 ର OI ଚେକ୍ କରିବା। 23,300 ଫାଇନାଲି ଗାଇସ୍, ଚେଞ୍ଜିଂ OI ରେ ସମସ୍ତେ ଚାହୁଁଛନ୍ତି ମାର୍କେଟ ଏଠୁ ଉପରକୁ ହିଁ ଯାଉ। 50-50 ଚାନ୍ସେସ୍ ଅଛି। ଆଉ ସବୁଠୁ ହାଏଷ୍ଟ ସେଲର ଅଛନ୍ତି ଏଇଥିରେ, ଯୋଉଠିକି
ବାୟର୍ସ ର କନଫିଡେନ୍ସ ଜମାରୁ ନାହିଁ ଏଇଥିରେ। ଏଇଠୁ ସେଲିଂ ଆସିବା ଚାନ୍ସେସ୍ ବହୁତ ହେଭି ଅଛି, ବହୁତ ହିଁ ହେଭି ଅଛି। କଲ୍ ରାଇଟ୍ ବହୁତ ହେଇଛି, ପୁଟ୍ ରାଇଟ୍ -6 ରେ ଅଛି ଗାଇସ୍। ଏଥିରେ ବି ଦେଖିପାରୁଥିବେ ପୁଟ୍ ରାଇଟ୍ -6 ମାନେ ମାର୍କେଟରେ ଏଇଠୁ ଆଉ ସେଲର୍ସ ସରି ସେଲର୍ସ ଅଛନ୍ତି ବଟ୍ ବାୟର୍ସ ନାହାନ୍ତି ଏଇ ଜାଗାରେ। ସୋ ହାଇଏଷ୍ଟ ସେଲିଂ ଯଦି ଦେଖିବେ ଏଇ ଯୋଉଟା ଅଛି ହାଇଏଷ୍ଟ ସେଲିଂ। ତ ମାର୍କେଟ ସ୍ପାଇକ୍ ରେ ଏଇ ଜୁନ୍ ତକ ଆସିପାରେ। ଯଦି ୟାର ହାଇ ବ୍ରେକ୍ କରିଯାଉଛି ତାହେଲେ ଏ ପାଖକୁ ବି ପହଞ୍ଚିଯିବ, କିନ୍ତୁ ୟାଠୁ ଆଉ ହାଇ କୁ ଯିବ କି ନାହିଁ, ହାଇ କୁ ତ ଯାଇପାରିବନି କାରଣ ସେଲର୍ସ ହିଁ ଅଛନ୍ତି, ବାୟର୍ସ କେହି ନାହାନ୍ତି। ଆଉ ଯଦି ଦେଖିବେ ଟୋଟାଲ ସ୍ପୋର୍ଟରେ ସବୁଠୁ ହାଇ ବାଇଂ ଯଦି ଦେଖିବେ ଏଇ ଏବେ ଯୋଉ ଷ୍ଟ୍ରାଇକ୍ ପ୍ରାଇସ୍ ଅଛି ସେଇଠି ଅଛି। ତାପରେ ଏଠି ଦେଖିବେ ତ ବାୟର୍ସ ମାର୍କେଟ କୁ ଡୋମିନେଟ୍ ତ ବର୍ତ୍ତମାନ ତ କରୁନାହାନ୍ତି, ଯୋଉ ଜୋନ୍ ଅଛି ସେଟା ବାୟର୍ସ ଜୋନ୍। ସୋ ସେ ବେସିସ୍ ରେ ୱେଟ୍ କରିବା। ଫାଇନାଲି ୟାର ହାଇ ଯଦି ବ୍ରେକ୍ କରିଗଲା ନା ତ ୱାନ୍ ଗୋ ରେ ଟାର୍ଗେଟ ଆସିଯିବ। ଆଉ ଏଥିରେ ଯଦି ଦେଖିବା ଗାଇସ୍ 15 ଇଏ ତ ଠିକ୍ ଅଛି, ପ୍ରାଇସ୍ ଆକ୍ସନ ହିସାବରେ 11.15 ଏ ଏସ୍ଏଲ୍ ନାମ ରହିବ। କିନ୍ତୁ ବର୍ତ୍ତମାନ ଦେଖିବେ କୋଷ୍ଟ ଟୁ କୋଷ୍ଟ ହିଁ ଅଛି, କିନ୍ତୁ ଏଥିରେ ଯଦି ଦେଖିବେ ଆମେ ଯୋଉ ଏଣ୍ଟ୍ରି କରୁଛୁ ଏଇ କ୍ୟାଣ୍ଡେଲ ରେ, ଓକେ, ଏଥିରେ ତ ଲସେସ୍ ହଉଥିବ। ଏଠି ମୁଁ ଗୋଟେ ବନେଇ ଦଉଛି, ଆପଣ ଜାଣିପାରିବେ ଯେ ଅପସନ ବାଇଂ ରେ କଣ ପ୍ରୋବ୍ଲେମ ଆଉ ସେଲିଂ ରେ କଣ ଫାଇଦା ଅଛି। ଇଏ ବି ମାନିକି ଚାଲନ୍ତୁ 11 ପଏଣ୍ଟ ର ଏସ୍ଏଲ୍ ରହିବ। ଟାର୍ଗେଟ ଏଠି ବି 40 ପଏଣ୍ଟ ର ସମଥିଙ୍ଗ ଆମେ ରଖିବା। ଓକେ, ଦେଖିପାରୁଥିବେ ଏଣ୍ଟ୍ରି ସେମ୍ ଟାଇମ ରେ ହେଇଥାନ୍ତା, କିନ୍ତୁ ଏଥିରେ 3 ପଏଣ୍ଟ ସମଥିଙ୍ଗ 2 ପଏଣ୍ଟ ଏସ୍ଏଲ୍ ରହୁଛି, ଏଥିରେ 0 ମାନେ 2 ପଏଣ୍ଟ ସେଲର୍ସ କୁ ମିଳି ସାରିଲାଣି। ଓକେ, ହଁ ଏଇଟା ହଉ ଶେଷ। ଓକେ, ଦେଖିପାରୁଥିବେ ବର୍ତ୍ତମାନ 5 ପଏଣ୍ଟ ର ପ୍ରଫିଟ୍ ଆସିଲାଣି। ଆଉ ଏଥିରେ ଯଦି ଦେଖିବେ ଗାଇସ୍ ସେଇ 2.3 ପଏଣ୍ଟ, ଏଥିରେ 2 ପଏଣ୍ଟ ଏକ୍ସଟ୍ରା ଆମକୁ ମିଳିଲା। ଯଦି ସେଲିଂ କରିବେ 2 ପଏଣ୍ଟ ଏକ୍ସଟ୍ରା ମିଳିଲା। ମୁଁ ଚାହୁଁଛି ୟାର ହାଇ ବ୍ରେକ୍ କରିଯାଉ, ୟା ହାଇ ବ୍ରେକ୍ ନୁହଁ, ୟାର ବି ହାଇ ବ୍ରେକ୍ କରିଯାଉ। ୟାର ହାଇ ବ୍ରେକ୍ ଯଦି କରିଗଲା guys, ତାହେଲେ ଆମକୁ ଚାନ୍ସେସ୍ ବହୁତ ବଡ ରହିବ। ଫାଇନାଲ ସେଲିଂ ଜୋନ୍ ତ ଏଇଟା ଗୋଟେ ଅଛି, ବଟ୍ ସେଲିଂ ଜୋନ୍ ଯଦି ବ୍ରେକ୍ କରିଗଲା ନା guys, ତାହେଲେ ମାର୍କେଟ ଉପରକୁ ପଳେଇବ। ତ ଦେଖିବା ତା ଚାନ୍ସେସ୍ ଟିକେ କମ୍ ଅଛି। ଦେଖିବା, ଆଉ ଏଥିରେ ଆମେ ଟାର୍ଗେଟ କରିବା 40 ପଏଣ୍ଟ ର, କାରଣ ଦୁଇଟା ଏସ୍ଏଲ୍ ବି ଆମର ପଳେଇ ସାରିଲାଣି। ଦେଖିପାରୁଥିବେ ବର୍ତ୍ତମାନ ଏଥିରେ 6 ପଏଣ୍ଟ ମିଳିଲାଣି ଆମକୁ।
हम देखिए इंडिया वीक्स कौन कुछ इंडिया वीक्स इंडिया वीक्स इंडेक्स ବଢିଗଲା guys। ଇଣ୍ଡିଆ ବି ସେଇଠୁ ଉଠିବାକୁ ଚେଷ୍ଟା କରୁଛି ଯଦି ଖସିଲା ଆହୁରି ତାହେଲେ ଆମର ଟ୍ରେଡ୍ ଚାଲିବାର ସକ୍ସେସ୍ ରେସିଟା ଅଧିକା ହିଁ ରହିବ। ତ ଦେଖିବା ଗାଇସ୍ କଣ ହଉଛି। ଦେଖିବା ତ ଏଥିରେ ଆମର 6 ଟଙ୍କା 6 ପଏଣ୍ଟ ସମଥିଙ୍ଗ ମିଳିଲାନି ଆମକୁ। ଆଉ ଏଥିରେ 4 ପଏଣ୍ଟ ଅବଶ୍ୟ 2 ପଏଣ୍ଟ ର ହିଁ ହଁ ସ୍ପାଇକ୍ ଯଦି ମାରିଲା ନା ଗାଇସ୍ ତାହେଲେ ଇଏ ହାଇଏଷ୍ଟ ମାନେ ୟାର ସକ୍ସେସ୍ ରେସିଓ ଅଧିକା ରହିବ ୟା ତୁଳନାରେ। ଦେଖିପାରୁଥିବେ 8.5 ଓ नो 8 ପଏଣ୍ଟ କ୍ୟାଚ୍ କରିଦେଇଥିଲେ ଗାଇସ୍ ଆମେ ଏଥିରେ। ଆଉ ଏଥିରେ ଯଦି ଦେଖିବା 7 ପଏଣ୍ଟ ସମଥିଙ୍ଗ ଏଥିରେ ଯାଇଛି। ଏଥିରେ ଯାଇଛି 7 ପଏଣ୍ଟ। ଏବେ ଦେଖନ୍ତୁ ଇଏ ସ୍ପାଇକ୍ ମାରିଲା ଗାଇସ୍ ସ୍ପାଇକ୍ ମାରିଲା ତେଣୁକରି ଏଥିରେ 10 ପଏଣ୍ଟ 11 ପଏଣ୍ଟ ଗଲାଣି ଏଥିରେ କମିଗଲା ଏବେ। ତ ଅପସନ ବାଇଂ ରେ କଣ ନା ସ୍ପାଇକ୍ ଦରକାର। ସ୍ପାଇକ୍ ଯଦି ମାରିଲା ତାହେଲେ ଅପସନ ବାଇଂ ରେ ସକ୍ସେସ୍ ଅଧିକା ଆସେ। ଅପସନ ସେଲିଂ ରେ ସ୍ପାଇକ୍ ରେ କାମ ନୁହେଁ। ये 8 पॉइंट रही गाइस ये भी 8 पॉइंट सेम सेम ହେଇଗଲା guys ସେମ୍। ଦେଖିଆ କଣ ହଉଛି। ଦେଖିପାରୁଥିବେ ଇଏ 2 ପଏଣ୍ଟ ଦଉଛି ଇଏ 4 ପଏଣ୍ଟ ଦଉଛି ପୁଣି ଆଉଥରେ ସେଟା ଟିକେ ହେଇଗଲା। ସ୍ପାଇକ୍ ଟା ରହିଲେ ଅପସନ ବାଇଂ ରେ ପ୍ଲସ୍ ପଏଣ୍ଟ ରହିବ। ଏଇ ଯୋଉ ଜୋନ୍ ମୁଁ କ୍ରିଏଟ କରୁଛି ଗାଇ ଏ ଜୋନ୍ ର ହାଇ ଯଦି କ୍ଲୋଜ କଲା ଏଇ କ୍ୟାଣ୍ଡେଲ ତାହେଲେ ହିଁ ମାର୍କେଟ ଉପରକୁ ଯିବ। ଆଉ ବର୍ତ୍ତମାନ ଏଇ ଜୋନ୍ ରେ ଅଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଜୋନ୍ ଇଏ। वाओ मस्त पूरा सुपर कैंडल एथरे हमको 13 पॉइंट समथिंग मिललानी एथरे 11 पॉइंट मिलुची। इनिशियली मु 30 पॉइंट टारगेट ही रखिबी गाइस सेलिंग रे सेटा टिके एते खास होनी। तापरे देखियो आगे 30 पॉइंट कैच करू तापरे देखियो। ଆଉ ଏଥିରେ ଆମର ବର୍ତ୍ତମାନ ଚାଲିଛି 10 ପଏଣ୍ଟ ର ପ୍ରଫିଟ୍ ଏଥିରେ 8 ପଏଣ୍ଟ ର ପ୍ରଫିଟ୍ ଚାଲିଛି ଆମର ସ୍ପାଇକ୍ ବର୍ତ୍ତମାନ ଆସିଛି ମାର୍କେଟରେ ସୋ ଇଏ ହାଇଏଷ୍ଟ ପଏଣ୍ଟ ଦବ 12.70 ଏଥିରେ ଆମକୁ ଦଉଛି 10 ପଏଣ୍ଟ। ଦେଖନ୍ତୁ ସ୍ପାଇକ୍ ଆସିଲେ ଇଏ ଭଲ ମୁଭମେଣ୍ଟ ୟା ଅପେକ୍ଷା ଠିକ ଅଛି। ସ୍ପାଇକ୍ ତ ସବୁ ଟାଇମ ରେ ରହିବ ନାହିଁ ନା ମାନେ ମଣିଷର ଲାଇଫ ରେ ଦୁଃଖ ଯେତିକି ଅଛି ନା ଗାଇ ସୁଖଟା ବହୁତ ଛୋଟ ମାନେ ବହୁତ କମ ସମୟ ପାଇଁ ସୁଖ ଆସେ। ପ୍ରାୟ କହିତେ ଗଲେ 100% ରୁ 30% ସୁଖ ବେଳକୁ 70% ଦୁଃଖ। ସୋ ସେଇଭଳିଆ ଇଏ ସ୍ପାଇକ୍ ହେଲା ସୁଖ ଟାଇପ ଇଏ ସ୍ପାଇକ୍ ନା 30% ଆସେ ମାର୍କେଟରେ 70% ତ ଡିପ୍ ହିଁ ରହିବ। ସେଥିପାଇଁ ତ ଦୁଃଖକୁ ଅଧିକ ମାନେ ସରି ସେଲ୍ସ କୁ ଆମେ ଅଧିକ ଟଙ୍କା ଦେଇକି ସେଲ୍ସ କରୁଛୁ। 9.5 ଦେଖିପାରୁଥିବେ ବର୍ତ୍ତମାନ ସେମ୍ ଆମକୁ ପଏଣ୍ଟ ଦଉଛି ଇଏ 12 ପଏଣ୍ଟ ବେଳକୁ ଇଏ 10 ପଏଣ୍ଟ 2 ପଏଣ୍ଟ ଇଏ ଆଗେଇଗଲା ସ୍ଟ୍ରାଇକ୍ ବଳରେ
स्पाइक जदि कमी जीव ना गाइस ये स्पाइक कौन पे आसी ता रीजन हैला मु इंडिया विक्स देखे दउछि देखि बते इंडिया विक्स रे मु एटा को 15 मिनिट रो कैंडल करूछि ओके एडो बाइंग आसीबा चांसेस अछि गाइस बाइंग स्पाइक मारछि सो सेति में ये होछि फॉरवर्ड सेलिंग कैंडल जदि बने देला गाइस आ ये स्पाइक मारी परिबोनी ये स्पाइक मारी परिबोनी ये तापरे काम करबो या पर काम होला या ओके निफ्टी भी अमाउंट निफ्टी भी जो देखि परिबे वर्तमान 0.6 60 पॉइंट माइनस रे चलछि वर्तमान भी और निफ्टी बैंक एटा कोनटा फिन निफ्टी 0.27 रे चलछि सेंसेक्स 50% माइनस चलछि आ बैंक निफ्टी भी 50% माइनस चलछि ओके ए जोन ब्रेक तो परिगला गाइस जोन ब्रेक हेगला मु चाहूछि एथरे 40 पॉइंट इजीली दे दो बट सेलिंग रे 30 पॉइंट दो काफी अछि बहुत बढ़िया गाइस मैच सेलिंग जोन को आसी जाई छै एबे जदि एटू सेलिंग कंटिन्यू करिवो ताले कहि होबो 15 मिनिट हिसाब बट मु चाहूछि यार हाई ब्रेक करू हाई ब्रेक कोले ये जो गैप ऑफ माने गैप अच्छे गैप फिल अप करते जीवो किंतु यार हाई ब्रेक करबा दरकार गाइस जदि न करि परला ताले सेलिंग आसीबो पुणी आउतर सेलिंग बड़ सेलिंग आसीबो आउ एटी जदि देखिबे 23,350 रे सेलर्स बहुत मात्रा रे देखिया 23,350 23,350 ये देखो सेलर्स अछंती बट एते भी ना आसी आउ आगुरी जो पोजीशन बनेचंती एते तो बाइंग पोजीशन रे तो बाइंग है कि गाइस समस्त बाइंग करचंती सेलिंग ऊपर अछि सो चांसेस अछि ऊपर को जियो देखिए कोन हो मु चाहूँ स्पाइक चालू ये कैंडल प्रॉपर कैंडल बनै छै गाइस कैंडल प्रॉपर बनै छै एतरा हमको 7 पॉइंट मिलु छी एकरे भी सही 7 पॉइंट मिलु छी बट थीटा डी के एते खास होने 5.6 सेंट ये 15 मिनट सेलिंग अछि गाइस ये सेलिंग नो आसीबा दरकार ये जदि सेलिंग आसीगला ताले पुणी सेलिंग कंटिन्यू हो मार्केट जो थिले सेलर्स ये माने डोमिनेट करबो मार्केट एसएल तो बर्तमान भी एई जो नहीं रहबो जदि फ्रेश सेलिंग जून करछि ताले कोस्ट आमे आनी आसीबो फिलहाल एसएल तो ये सेल ऑफ जून ये अछि किंतु आमे जदि एसएल को तो पानी आसीबा ताले मे भी हिट ही की तोड़ खसी पारे सो एसएल ऊपर ही थाओ आ बर्तमान 5 पॉइंट रो ग्रीन रो अछि देखिया गाइस कोन होछि गाइस देखियो तो ये प्रॉपर बाइंग कैंडल क्लोज करूछि ये जे बाइंग कैंडल कोछि गाइस स्पाइक मारी के एसएल नहीं जो आज दिनटा बहुत खराब प्रॉपर बाइंग कैंडल क्लोज कला गाइस एसएल हमर ऊपर ही अछि एसएल ऊपर अछि मे भी कोस्ट टू कोस्ट एग्जिट कर देले भलो होता तापर आउतर प्राइस आसन जदि एंड होछि एंट्री करियो बर्तमान लॉस रे चलछि गाइस 11 पॉइंट सॉरी 4-5 पॉइंट लॉस चलछि एथरे तो एसएल हिट हे सलान जदि एथरे बाइंग करथांते ताले 9-10 पॉइंट रो एसएल नहीं सारंतानी कारण ये जदि देखिए गाइस 15 मिनट रे प्रॉपर सेलिंग कैंडल बने देला गाइस ये यार भी 5 मिनट टाइम अच्छे 5 मिनट भीतर जदि एमती कैंडल बने तो ये एसएल वेसल नहीं की सब तड़को खसी ये जदि एसएल नहीं गला गाइस ताले ऊपर साइड ट्रेड गुटे पकेइबो माने यार सेलिंग ट्रेड गुटे पकेइबो यार तळकु जदि पळुछि देखिया गाइस एसएल जाई पारे हमरो एसएल आउ 1 पॉइंट समथिंग रहि गेला ओके ओके एसएल पळेबो गाइस एसएल तो अच्छी गलानी बट
ଏସଏଲ ପଳେଇବ ଗାଇସ୍ ଆଉ ଟିକେ। ଇଏ ଗୋଟେ ସେଲର ଜୋନ୍ ଅଛି ଆଉ ଏସଏଲ ଆମର ଉପରେ ଅଛି। ଏସଏଲ ଅଛି ଉପରେ ଆଉ ଇଏ ଗୋଟେ ସେଲର ଜୋନ୍ ଅଛି। ଟଚ୍ ହେଇନି ଗାଇସ୍ ଆଉ ଟିକେ ହେଲେ ଟଚ୍ ହେଇଥାନ୍ତା। ଜଷ୍ଟ ଟିକେ କେ ବଞ୍ଚି ଯାଇଛି। ଆମର 11.15 ର ଏସଏଲ ଥିଲା। ଦେଖିବା ଏଇ କ୍ୟାଣ୍ଡେଲ କେମିତି କ୍ଲୋଜ କରୁଛି। एसएल पड़ेगा guys। एसएल पड़ेगा। ये ट्रेड 1:1 समथिंग देखला। ओके प्लान कौन अच्छी ना ये क्लोज करू उपरକୁ ଗୋଟେ स्पाइक मारियो बस क्लोजिंग वेट करू हम और केते पॉइंट बनेছে এই ক্যান্ডেল आ ଗୋଟେ लास्ट ट्रेड हो ये 12 पॉइंट ये बनेছে 10 पॉइंट 11 पॉइंट समथिंग एका আছে তিনটা সেল পড়েলা आ ଗୋଟେ लास्ट ट्रेड করি बस এইটা लास्ट କାରଣ ତିନିଟା ଯାକ ଏସଏଲ୍ ଆମର ପଡିଛି ଆଉ ପ୍ରାଇସ୍ ଆକ୍ସନ ତଳକୁ ବନେଇଛି 15 ମିନିଟ୍ ହିସାବରେ ତ ୟା ବିଶେଷରେ ମୁଁ ପକେଇବି। ओके बस ସେଲ୍ କରିବା ପାଇଁ ପ୍ରପର କ୍ୟାଣ୍ଡେଲ ଅଛି। ଆଚ୍ଛା ମୁଁ ସେଲ୍ କଲେ ପଏଣ୍ଟ ଭଲ ମିଳିବ କି ଦେଖିବା 12 ପଏଣ୍ଟର ଏସଏଲ୍ ରହିବ ସେମ୍ 35 ପଏଣ୍ଟ ସମଥିଙ୍ଗ ରହିବ ଆସିବ କି ଆସିବ କି ଓକେ ମୁଁ ଏଣ୍ଟ୍ରି କରିଯିବି ଗାଇସ୍ ତଳକୁ ଏଥିରେ ମୋର ଏଣ୍ଟ୍ରି ହେଇଛି ସେମ୍ ରିକ୍ସ ରିୱାର୍ଡ ଏଥିରେ ଟିକେ ଅଧିକା ରହୁଛି 13.30 ର ଏସଏଲ୍ ରହୁଛି ବାଇ କରିଥିଲେ କମ୍ ଏସଏଲ୍ ଥାନ୍ତା ଆଚ୍ଛା ଠିକ୍ ଅଛି ୟା ବେସିସରେ ଏଣ୍ଟ୍ରି ହେଇଛି 15 ମିନିଟ୍ ହିସାବରେ କିନ୍ତୁ ସ୍ପାଇକ୍ ମାରୁଛି ବାଇଂରେ ଭଲ ଭାଇ ଦେଖିବ ତ ସ୍ପାଇକ୍ ବାଇଂରେ ଭଲ ଆସୁଛି ସେଲ୍ ଅପେକ୍ଷା
ଏଇଟା ଲାଷ୍ଟ ଅଛି guys, ଏ ଚାଲିଲେ ଚାଲିଲା ନହେଲେ ନାହିଁ। ଆଗରୁ ଦୁଇଟା ଯୋଉ ଟ୍ରେଡ୍ ପକେଇଛୁ ସେଟା ଆମର ପ୍ରାଇସ୍ ଆକ୍ସନ ହିସାବରେ ବନି ନଥିଲା, ସେ ଟ୍ରେଡ୍ ପଡିଥିଲା ତେଣୁକରି ପ୍ରୋବ୍ଲେମ। ଦୁଇଟା ଏସଏଲ୍ ବେକାରିଆ ଏସଏଲ୍ ଦେଇଛୁ ଆମେ। ଆକ୍ଚୁଆଲି ପ୍ରପର ଏଣ୍ଟ୍ରି ଇଏ ବନୁଥିଲା, ୟା ବେସିସରେ ଏଣ୍ଟ୍ରି କରୁଥିଲୁ, ଏଇଟା ଠିକ ଅଛି। କିନ୍ତୁ ଆଗରୁ ଯୋଉ ଦିଟା ଏସଏଲ୍ ପଡିଥିଲା ସେଟା ରଙ୍ଗ ଏଣ୍ଟ୍ରି ଥିଲା ଆମର। ଯେମିତିକି ଏଥିରେ ଗୋଟେ ଥିଲା ସେଲିଂ, ହଁ ଏଇ ପାଖରେ ଗୋଟେ ଏଇଠି ଗୋଟେ ସେଲିଂ କରିଥିଲି, ଆଉ ଏଥିରେ ଗୋଟେ ସେଲ୍ ଆସିଥିଲା। ଏଇ ଦିଟା ଆମର ବେକାରେ ଟ୍ରେଡ୍ ଗଲା। ଆଉ ପ୍ରପର ପ୍ରାଇସ୍ ଇଏ ବନିଥିଲା ବଟ୍ ଏତେ ପଏଣ୍ଟ ଦେଲାନି, 1:1 ଯାଇଥିଲା। ଆଉ ବର୍ତ୍ତମାନ ଦେଖିପାରୁଥିବେ ଇଏ ଆମେ ସେଲ୍ କରୁଛୁ ଏଥିରେ -2 ରେ ଚାଲିଛି ସମଥିଙ୍ଗ। ଏଥିରେ ଏଥିରେ କଲେ ସ୍ପାଇକ୍ ମାରିଲେ ତ ଭଲ, ନହେଲେ ପ୍ରୋବ୍ଲେମ ତ କିଛି ନୁହଁ। ମୁଁ ଦେଖିବା ସେଲ୍ ହିଁ କରିଛି। ଏଥିରେ ଆମର 11.15 ର ସେଲ୍ ରହିଲା। ବର୍ତ୍ତମାନର ପ୍ରାଇସ୍ ଆକ୍ସନ ହିସାବରେ ଇଏ ଯୋଉ ସେଲିଂ କ୍ୟାଣ୍ଡେଲ ବନିଛି ଗାଇସ୍, ୟା ବେସିସରେ ମାର୍କେଟ ତ ପଳେଇ ଆସିବା ଦରକାର ତଳକୁ। ଯଦି ନ ଆସିବ ତାହେଲେ ଆଉ କଣ କରିବା, ଆଉ ଗୋଟେ ଏସଏଲ୍ ଦବା, ଫାଷ୍ଟ ଟ୍ରେଡ୍ କ୍ଲୋଜ କରିବା। 3ଟାରୁ 4ଟା ହେଲା ଓଭର ଟ୍ରେଡ୍। ଏଇଟା ମୁଁ ଯେହେତୁ 3ଟା ଯାକ ଟ୍ରେଡ୍ ମୋର ଲସ୍ କୁ ପଳେଇଛି, ସୋ ଲାଷ୍ଟ 4 ନମ୍ବର ଟ୍ରେଡ୍ ମୁଁ ପକେଇଛି। ଇଏ ହିଁ ଲାଷ୍ଟ ମୋର ହେଲା। ଦେଖିପାରିବେ ଏଥିରେ ଯଦି ଏଣ୍ଟ୍ରି ହେଇଥାନ୍ତା ଆମ ଆଚ୍ଛା ସମଥିଙ୍ଗ ମିଳନ୍ତା। ଦେଖିବା ଅଲରେଡି ଆମର କେତେ ପଏଣ୍ଟର ଏକ୍ସେଲ ଗଲାଣି।
ऑलरेडी आज आम 34 पॉइंट एसएल 3टा ट्रेड दे सारे। तो मिनिमम गाइज मु चेष्टा करी ट्रेड 35 रु 40%, 30 35 तो मिनिमम। ये तो आम एसएल रिकवरी हो पार 30% चेष्टा करवा 40 पॉइंट ना 40 पॉइंट ये लास्ट ट्रेड रही मे बी 40 पॉइंट ना ना एसएल दे दो सला ट्रेड क्लोज हो आज पूरा कंफर्म पूरा मुझे ये कर दे आइदर 40 पॉइंट ना नचेत एसएल दो आगु बाहर लास्ट ट्रेड। तो देखा कौन हो बर्तमान देखिपे ए तो स्पाइक आसीगला 15 मिनिट हिसाब से जो कैंडल रे सेलिंग बनता या विषय सेल होता आउ 20 पॉइंट आमको समथिंग मिलगला बट प्रॉपर 40 पॉइंट नबू 3टा ट्रेड रे लगातार एसएल जाइए यार लगातार एसएल जाइए पूर्व तो मुझे बाहर ना 40 पॉइंट न मिलले मुझे बाहर ना यहाँ मोर लास्ट भी ट्रेड रले जीव ये भी एसएल जीव आजिकार 2टा ट्रेड रे हमरो प्रॉपर प्राइस एक्शन हेउ नथिला आमे एंट्री करथिले 2टा भूल मानुछु गोटे किंतु प्रॉपर एंट्री हेतला 1:1 भी देइतला बट सेथरे एसएल हमरो गल ओके जदि भलो भाबरे ट्रेड करथांते ना गाइस एते हड़बड़ी न फमो 2टा ट्रेड रे फमो सृष्टि हेतला एक्चुअली गोटे हमर लॉस हेतांता सो जा भी हो बट आजिका तो 3टा ट्रेड हमर लॉस हेछि फाइनली ए ट्रेड टा 40 पॉइंट रो टार्गेट अच्छी 40 पॉइंट नहीं के ही रही जदि न मिलूँ एसएल दे देव चलो 4टा ट्रेड लॉस क्लोज करू ये आहरी 13.30 माने समथिंग आज आमर हो प्लस 13.30 47 पॉइंट समथिंग 50 पॉइंट 50 इंटू 7 3738 लॉस टोटाल आजिकार हम आज जदि आमे ए ट्रेड रे सक्सेस करी दउछु ना गाइस ताले टोटल लॉस रिकवरी की प्रॉफिट पड़े तो सही एथरे हम टारगेट अछि 15 मिनिट हिसाब रे ये ए जोन को तो आसीबो ये ए जोन को टच करियो गाइस टच करू देखियो एथरे केते पॉइंट मिलुछि वर्तमान तो 26 पॉइंट समथिंग मिलिछि हां बाइंग जदि करी थांते ताले बाइंग रे भी सही 26 पॉइंट समथिंग मिलुछि एथरे केते मिलुछि 26 पॉइंट 27 पॉइंट बाइंग रे भी 26-27 पॉइंट ही आसी बेसी नहीं जब देखियो एथरे जी बायर्स अच्छा गाइज मु तो सेलर्स अच्छे तो बायर्स जी अच्छा से भी सही 26-27 ही पाऊ था एथरे भी हमको 26-27 मिले ऑलरेडी ये तो आसीगला ए जोन को तो चेष्टा कर गोटे बड़ रेड कैंडल क्लोज करू 40 पॉइंट दे दो बस एग्जिट जाओ 30 पॉइंट टारगेट हिट गला गाइस 30 पॉइंट टारगेट हिट होइछि ओके सेलिंग रे भी 30 पॉइंट और बाइंग रे दीटा करे 30 पॉइंट हिट होइछि गाइस 40 पॉइंट टारगेट अछि 40 पॉइंट कारण जो बायर्स पूरा बाइंग करी गले ना 15 मिनिट हिसाब 5 मिनिट हिसाब सॉरी ये 15 मिनिट रो हाँ 15 मिनिट है जो बायर्स बाई करी गले ना गाइस कौन है ना ये एसएल ना गाइस ये एसएल हंटिंग हंटिंग है कारण जते बायर्स रो एसएल नहीं गाइस तो ये ए पर्यंत आछो चांसेस तो आछो आज यदि न आसी तो नो टेंशन कारण ऑलरेडी जदि आमे ये सेकंड ट्रेड होता ताले 30 पॉइंट टारगेट रे आमे एग्जिट करता गाइस फर्स्ट रे 1:1 रे गला ये इतरे आमे 30 पॉइंट रे भी संतुष्ट किंतु जेहेतु हमरो 3टा एसएल पळेलानी सो 40 पॉइंट नबो नले ए पॉइंट भी एसएल दे दबो आ ट्रेड आज कार क्लोज हो जिवो गाइस ऑलरेडी देखा जाउची इतरे बाइंग एसएल भया तो किछि नो पुल बैक लगातार एते 4टा कैंडल रेड हेछि ना तो पुल बैक गुटे करला पर भी खसी पारे तो देखियो गाइस कोन होछि 15 मिनिट हिसाब रे हमें देखिदा मार्केट रे कैंडलस्टिक पैटर्न केमती कोन बनिछि हाँ मैं भी ये पुल बैक ही पारे बट पुल बैक करके जदि खसुछि ताले 40 कोन 50 पॉइंट भी हमको दे दे पारे तो देखिवा ट्रेड होल्ड करिवा ए कैंडल तो प्रॉपर बाइंग कैंडल आछि गाइस किंतु ये रेड क्लोज करछि सो यार वैलिडिटी एते खास नै मु चाहिबी मार्केट आवरी करछि कारण ये जदि ग्रीन पूरा क्लोज करता ना ताले ऊपर को उठेबार चांसेस यार था बट ये
ସକ୍ସେସ୍ କ୍ୟାଣ୍ଡେଲ ନୁହଁ। ତ ଦେଖିବା ଏଥିରେ କିନ୍ତୁ ଗ୍ରୀନ୍ ହେଇଯାଇଛି ନା। ତ ଦେଖିବା ଗାଇସ୍, ଏ କ୍ୟାଣ୍ଡେଲ ଯଦି ରେଡ୍ କ୍ଲୋଜ କରୁଛି ତାହେଲେ ଟାର୍ଗେଟ ଇଜିଲି ଦେଇଦେଇପାରେ। ଆଉ ଯଦି ୟା ହାଇ ବ୍ରେକ୍ କରୁଛି ତାହେଲେ ମେ ବି ଇଏ ପୁଣି କୋଷ୍ଟ ଟୁ କୋଷ୍ଟ ଯାଇପାରେ। ଆଉ ଥରେ ସେଲିଂ ଜୁନ୍ ବନେଇକି ଖସିପାରେ। କିନ୍ତୁ ଆମେ ପ୍ରପର ଇଏ ବି ଏସଏଲ ଦବା, ନହେଲେ ଟାର୍ଗେଟ ନେବା। ମଝିରେ କୌଣସିଟି ବାହାରିବାନି। ଏବେ ବି ଯଦି ଦେଖିବେ 20 ପଏଣ୍ଟର ପ୍ରଫିଟରେ ଆମେ ଅଛୁ, କିନ୍ତୁ ମଝିରେ କୌଣସିଟି ବାହାରିବନି। ତ ହୋଲ୍ଡ କରିବା ଗାଇସ୍, କଣ କେମିତି ମାନୁପୁଲେଟ୍ କରୁଛି। ସ୍ପୋର୍ଟ ଚାର୍ଟ ହିସାବରେ ଯଦି ଦେଖିବା ଗାଇସ୍, ଏଇଠୁ ସେଲିଂ ଷ୍ଟାର୍ଟ ହେଇଥିଲା। ତ ମେ ବି କ୍ୟାଣ୍ଡେଲ ଏଇ ପାଖକୁ ଗଲା ପରେ ସେଲିଂ ପୁଣି କଣ୍ଟିନ୍ୟୁ କରିବ। ଯଦି ସେଲିଂ କଣ୍ଟିନ୍ୟୁ କରୁଛି ନା ଗାଇସ୍, ତାହେଲେ ଆମର ଟାର୍ଗେଟ ଦେଇଦେବ। ଏବେ ବି 19 ପଏଣ୍ଟରେ ଆମର ଅଛି, ବଟ୍ ଆମେ ଆମର ରିସ୍କ ରିୱାର୍ଡ ଯେମିତି ମ୍ୟାନେଜ କରିବା କଥା ସେମିତି ହିଁ କରିବା। ଆଜିକା ଡେ ଆମ ପାଇଁ ଖାସ ନଥିଲା। ଖାସ ବୋଲେ କଣ, ଏଇ ମାସର ପ୍ରଥମ ଟ୍ରେଡ୍ ଏଇଟା ଆମର ହଉଛି। ଆଉ ଫାଷ୍ଟ ଟ୍ରେଡ୍ ପ୍ରୋବ୍ଲେମ କଣ ହେଲା ନା, ମୁଁ ଦିଟା ଜାଗାରେ ହୋମୋରେ ଏଣ୍ଟ୍ରି କରିଗଲି, ମାନେ କ୍ୟାଣ୍ଡେଲ କ୍ଲୋଜ କରିବା ପୂର୍ବରୁ ଏଣ୍ଟ୍ରି କରିଗଲି। ସେଇ ହିଁ ପ୍ରୋବ୍ଲେମ ହେଲା। ପ୍ରପର ସେଟଅପ୍ ହିସାବରେ ଏଇଠି ଏଣ୍ଟ୍ରି ହେଇଥିଲା ଆମର ଥରେ। ଆଉ ଇଏ 1:1 ବି ମଧ୍ୟ ଦଉଥିଲା। ଆଉ ଆମେ ଯୋଉ ଫାଷ୍ଟ ବାଇଂ ଏଥିରେ କରିଥିଲୁ, ଯୋଉ ବାଇଂ ତ ନୁହଁ, ଆମେ ସେଲିଂ କରିଥିଲୁ ଏଥିରେ। ବଟ୍ ଏଇଥିରେ ଯୋଉ ଏଣ୍ଟ୍ରି ହେଇଥିଲା ଉପରକୁ ଗଲାନି, ଇଏ କଟିଗଲା, ତଳକୁ ପଳେଇଲା। ଫିର ଆଉ ଥରେ ସେଲିଂ ହେଇଥିଲା ଏଇ ପାଖାପାଖି, ଯୋଉଟା କି ଏଇଥିରେ ଆମର ସେଲିଂ ହେଇଥିଲା। ଏଇଥିରେ ଦେଖିବାକୁ, ବଟ୍ ପ୍ରପର କ୍ୟାଣ୍ଡେଲ ବନି ନଥିଲା ଗାଇସ୍। ପ୍ରପର କ୍ୟାଣ୍ଡେଲ ଏଠି କୋଉଠି ଦେଖିପାରୁଥିବ, ପ୍ରପର ସେଲିଂ କ୍ୟାଣ୍ଡେଲ ବନି ସାରିଛି, ବନି ନାହିଁ। ବଟ୍ ଆମେ ଆଡଭାନ୍ସ ଏଣ୍ଟ୍ରି କରିଯାଇଥିଲୁ ଏଇଠି। କାହା ବେସିସରେ? ସ୍ପୋର୍ଟ ଚାର୍ଟ ବେସିସରେ। ସ୍ପୋର୍ଟରେ ଇଏ ସେଲିଂ ଟାଇପର ଦେଖାଉଥିଲା ଏଇ କ୍ୟାଣ୍ଡେଲରେ, ତ ଏଥିରେ ଏଣ୍ଟ୍ରି କରିଥିଲୁ। ଏଥିରେ ଗୋଟେ ଛୋଟ ଏସର ପଡିଥିଲା। ତ ସେଇଆ ହିଁ ପ୍ରପର କ୍ୟାଣ୍ଡେଲ ଅପସନ ଚାର୍ଟରେ ବନିବା ଦରକାର, ତାହେଲେ ଭଲ। ଏଥିରେ ଅପସନ ଚାର୍ଟରେ ପ୍ରପର କ୍ୟାଣ୍ଡେଲ ବନିଥିଲା। ଏଥିରେ ଇଏ କ୍ୟାଣ୍ଡେଲ ପ୍ରପର କ୍ଲୋଜ କରିବାକୁ ଯାଉଥିଲା। ସୋ ଏଥିରେ ଆମର ଏଣ୍ଟ୍ରି ହେଇଥିଲା ଏଥିରେ ଫୁଲ ବ୍ୟାଗରେ। ତ କିଛି ନୁହଁ, ଦେଖିବା। ଇଏ ତ ଠିକ ଠାକ ଏଣ୍ଟ୍ରି ହେଇଛି। ଫାଇନାଲି ଏଥିରେ ସେଲିଂ ଆଉ ଥରେ ଆସିପାରେ। ତ ସେ ବେସିସରେ ଟ୍ରେଡ୍ ହୋଲ୍ଡ କରିଛୁ। ଆଉ ଦେଖିପାରୁଥିବେ 17-18 ପଏଣ୍ଟ ବର୍ତ୍ତମାନ ବି ଦଉଛି। ବର୍ତ୍ତମାନ ଗାଇଜ ଏସଏଲ ଆମର ଏଥିରେ ପୋଷ୍ଟ ଟୁ ପୋଷ୍ଟ ଆଣି ଆସିବୁ। ଯଦି ପ୍ରପର ଆଉ ଗୋଟେ ସେଲିଂ କ୍ୟାଣ୍ଡେଲ ଷ୍ଟିକ୍ ପାଟର୍ନ କିଛି ବନୁଛି, ସେଲିଂ ଜୋନ୍ ବନୁଛି, ତ ଆମେ ଏସଏଲ କୁ ପୋଷ୍ଟ ଟୁ ପୋଷ୍ଟ ଆଣି ଆସିବା। ଇଏ ଗୋଟେ ସେଲିଂ ଜୋନ୍ ଭାବରେ କାମ କରିବ। ଛୋଟ ସେଲିଂ ଜୋନ୍ ଗାଇଜ, ଛୋଟ ସେଲିଂ ଜୋନ୍। ଦୁଇଟା କ୍ୟାଣ୍ଡେଲ ସେଲିଂ ଆସୁଛି। ଯଦି ଏଇ କ୍ୟାଣ୍ଡେଲ କ୍ଲୋଜ କରୁଛି ନା, ତାହେଲେ ଇଏ ସେଲିଂ ଜୋନ୍ ହିସାବରେ କାମ କରିବ। ବଟ୍ କ୍ଲୋଜ କରୁ ଦେଖିବା ଇଏ ସେଲିଂ ଜୋନ୍ କି ନାହିଁ ଆମେ ଜାଣିପାରିବା। ଓକେ, ଦେଖିପାରୁଥିବେ ସ୍ପୋର୍ଟ ଚାର୍ଟରେ ଯୋଉଟା ଦେଇଛି, ମୁଁ ସେଲିଂ ଜୋନ୍ ଏଇ ଜୋନ୍ ଟାକୁ କରିଥିଲି। ଆଉ ସ୍ଲୋଲି ବାଇଂ ଯାଉଛି। ମେ ବି ଯଦି ଏଇଠି ସେଲିଂ ଜୋନ୍ କ୍ରିଏଟ କଲା ନା ଗାଇସ୍, ତାହେଲେ ଗୋଟେ ପ୍ରପର ସେଲିଂ କ୍ୟାଣ୍ଡେଲ ହବ। ଫ୍ରେଶ ଏଣ୍ଟ୍ରି ଯୋଉମାନେ ସେଲିଂ କରିବା କଥା କରିପାରିବେ। ଆଉ ଟାର୍ଗେଟ ପୁଣି ତଳକୁ ରଖିହବ। ବର୍ତ୍ତମାନ ତକ ବି ଦେଖିବେ, ଯଦି 15 ପଏଣ୍ଟର ପ୍ରଫିଟ ଚାଲିଛି, ଫ୍ରେଶ ସେଲର ଜୁନ୍ ହେଲା ପରେ ପୁଣି 30 ପଏଣ୍ଟର ଟାର୍ଗେଟ ହେଇପାରିବ। ମାନେ 40 ନୁହଁ, 45 ପଏଣ୍ଟ ବି ଟାର୍ଗେଟ କରିହେବ। ତ ଦେଖିବା ଗାଇସ୍, ଇଏ କ୍ୟାଣ୍ଡେଲ ପ୍ରପର ସେଲିଂ କ୍ୟାଣ୍ଡେଲ କ୍ଲୋଜ କରୁଛି କି ନାହିଁ। ଏଥିରେ ତ ସେଲିଂ କରୁଥିଲା, ବଟ୍ ଇଏ କ୍ୟାଣ୍ଡେଲ ବହୁତ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଇଏ ବାଇଂ କ୍ୟାଣ୍ଡେଲ ନ ବନେଇବ। ତ ଦେଖିବା ଗାଇସ୍। ଯଦି ଇଏ ବାଇଂ କ୍ୟାଣ୍ଡେଲ ବନେଇ ଦଉଛି, ତାହେଲେ ଆମର ଏସଏଲ ବର୍ତ୍ତମାନ ଏତେ ବଡ ଏସଏଲ ତ ଦେଇ ହବନି। କୋଷ୍ଟ ଟୁ କୋଷ୍ଟ ହିଁ ଏକ୍ଜିଟ୍ ହବ। ଏଥିରେ ଆମେ କୋଷ୍ଟ ଟୁ କୋଷ୍ଟ ହିଁ ଏକ୍ଜିଟ୍ କରିବା ଏଥିରେ। ଆଉ ଏଇଟା ଲାଷ୍ଟ ଟ୍ରେଡ୍ ରହିବ। ଏଥିରେ ଆମେ ଲସ୍ ଦେବା ନାହିଁ, କାରଣ ମାର୍କେଟ ବହୁତ ତଳକୁ ପଳେଇଥିଲା। ଟାର୍ଗେଟ ଅଲରେଡି ଅଲମୋଷ୍ଟ ଟାର୍ଗେଟ ଦେଇଥିଲା। ତ ଇଏ ଯଦି ଏସଏଲ ମାନେ ଉପରକୁ ରିଭର୍ସ ହେଇଯାଉଛି ନା guys, ତାହେଲେ କୋଷ୍ଟ ଟୁ କୋଷ୍ଟ ରିଭର୍ସ ହବ। ମୋବାଇଲରେ କୋଷ୍ଟ ଟୁ କୋଷ୍ଟ ଆଣିକି ଦେଇ ଦଉଛି ଏସଏଲ କୁ। ଓକେ, ଯଦି ସେଲିଂ ହେବାର ଥିବ ତାହେଲେ ଏଇ ଜୋନ୍ ରୁ ହିଁ ସେଲିଂ ହବ। ଆଉ ଉପରକୁ ପଳଉଛି ଯଦି ଇଏ ବାଇଂ ହେଇଯିବ। ଫାଇନାଲି ଏଇ ଜୋନ୍। ବଟ୍ ସେଲିଂ କ୍ୟାଣ୍ଡେଲ ଗୋଟେ ବନୁନି। ଏଠି ଗୋଟେ ପରଫେକ୍ଟ ବାଇଂ କ୍ୟାଣ୍ଡେଲ ଯଦି ବନନ୍ତା ନା, ନହେଲେ ଇଏ ରିଭର୍ସ ହେଇଯିବ, ତଳକୁ ପଳେଇ ଆସିବ। ଇଏ ଉପରକୁ ପଳେଇବ, ଆଉଥରେ ମ୍ୟାନିପୁଲେଟ୍ ହେଇଯିବ।
ଆଶା କରୁଛି ଏଇଠୁ ସେଲିଂ କି ଟାର୍ଗେଟ ଦବ ନା ନାଇଁ ଗାଇସ୍, ବଟ୍ 30 ପଏଣ୍ଟ ଟାର୍ଗେଟ ଦେଇଥିଲା। ଆଚ୍ଛା ସ୍ପଟ ର ଦେଖିବା ବଡ କ୍ୟାଣ୍ଡେଲ ରେ କଣ ଦେଖଉଛି 15 ମିନିଟ ରେ। ଇମ୍ପୋର୍ଟାଣ୍ଟ ଜୋନ ରେ ଅଛି ଗାଇସ୍, ଏଇଠୁ ସେଲିଂ ଆସିଲେ ସେଲିଂ କଣ୍ଟିନ୍ୟୁ କରିବ, ନଚେତ ଇଏ ଯୋଉ କ୍ୟାଣ୍ଡେଲ ବନିଥିଲା ଗାଇସ୍ ଇଏ ତାର କାମ କରିକି ଦେଖେଇଛି, ଇଏ କ୍ୟାଣ୍ଡେଲ ତା କାମ କରିଛି। ଆଜି ଆମେ ଅଲରେଡି ପ୍ରଫିଟେବଲ ରେ ଥାନ୍ତେ ଯଦି ଦିଟା ଫର୍ମରେ ଏଣ୍ଟ୍ରି ନ କରିକି ଦିଟା ଟ୍ରେ ଯୋଉ ଏଣ୍ଟ୍ରି କରୁଥିଲୁ ଫର୍ମରେ ଏଣ୍ଟ୍ରି କରୁଥିଲୁ ଆଉ ଏସଏଲ ଯୋଉ ଦେଇ ଦେଇଛୁ ସେଗୁଡା ଯଦି ହେଇନଥାନ୍ତେ ତାହେଲେ ଆମେ ବର୍ତ୍ତମାନ ପ୍ରଫିଟ ରେ ହିଁ ଥାନ୍ତେ। ଦେଖିବେ ତ ଏଥିରୁ ବାଇଂ ଆସୁଛି, ଇଏ ବାଇଂ ଇଏ ବାୟର୍ସ ଅଛନ୍ତି, ଇଏ ଜଷ୍ଟ ସେଲିଂ ଉପରୁ ଆସିଥିଲା ତ ଇଏ ବାୟର୍ସ ଯୋଉ ଫିଲାଲ ଅଛି। ବଟ୍ ଇଣ୍ଟ୍ରାଡେ ରେ ଏଠି ଚାହୁଁଛନ୍ତି ସମସ୍ତେ ସେଲ୍ କରିବା ପାଇଁ, ଇଏ ଗୋଟେ ଚାନ୍ସେସ୍ ଅଛି ଆମକୁ ପ୍ଲସ୍ ପଏଣ୍ଟ ଯେ ସେଲ୍ କରିପାରିବେ। ଏଠି ସେଲର୍ସ ଇଣ୍ଟ୍ରାଡେ ବେସିସ୍ ରେ ଆଜିକା ବେସିସ୍ ରେ ସେଲର୍ସ ଠିକ ଅଛନ୍ତି। ତ ଦେଖିବା ଗାଇଜ ମତେ ତ କାହିଁ ଲାଗୁନାହିଁ ଆଜିକାର ଯୋଉ ପୋଜିସନ ବନିଛି ତାଙ୍କର ଏସଏଲ ପଳେଇବ ଭଳିଆ ଲାଗୁଛି। ये जो कैंडल बनेছে ବହୁତ ଖରାପ। ୟାର ହାଇ ବ୍ରେକ୍ କରି ଯଦି ବ୍ରେକ୍ କରିଗଲା ନା ଗାଇଜ ତାହେଲେ ମାର୍କେଟ ପୁଣି ଉପରକୁ ପଳେଇବ। ଆଉ ଆମର ଏକ୍ଜିଟ୍ ରେଡ୍ କ୍ୟାଣ୍ଡେଲ ଯୋଉ ଗାରଟା ଯୋଉ ଦେଇଛି ରେଡ୍ ଗାର ଏଥିରେ ଆମର ଏସଏଲ ରଖା ହେଇଛି। ଦେଖିବା ଆମର ଏସଏଲ ନେଇକି ଯଦି ଖସିଯିବ ହେଲେ ବି କହିହବନି, ଯେହେତୁ ଆମେ ଅପସନ ସେଲର ସो ଚାର୍ଟ ରେ ହିଁ ଆମକୁ ଏସଏଲ ରखते ପड़े, ନହେଲେ ବଡ ବଡ ଲସ୍ ହବାର ସମ୍ଭାବନା ଥାଏ। ବଟ୍ ଏ ଟ୍ରେଡ୍ ରେ ଆମକୁ 30 ପଏଣ୍ଟ ପ୍ରଫର ମିଳିଥିଲା ଗାଇସ୍, पूरा 30 पॉइंट मिळिଥିଲା 3.4 जितना। ओके गोटे देखी पारे जे आम एंट्री कौटी करूँ ये कैंडल 11:30 रो लो रे 11:30 लो कौटा 11:30 लो गला ये ये आम एंट्री था जदि ए देखिए लसेस अच्छी बर्तमान मैंने एसएल पड़े सारे बट ए देखिए माने एसएल तो नुह बट जो एंट्री था लो माने लो ब्रेक मैं लॉस शो कर बट ए 5-6 पॉइंट प्रॉफिट शो कर सेलिंग प्लस पॉइंट यहाँ जदि आप बाइंग हिसाब से कर बाई हिसाब से सेल कर या हिसाब से एसएल देवे तो प्रॉफिट ही एग्जिट हम। हाँ गोटे चांसेस कौन हुए ना ऑप्शन बाइंग रे एसएल गला परे बहुत कहती कंप्लेन कर एसएल गला परे हमर पुणी रिवर्स हो गला से जिनसटा एथरे होबन चांस टिके कम रहबो। आउ देखिया गाइस सेलिंग जदि प्रॉपर आसीबा तो एठु ही आसीजो ए लास्ट चांसेस, नचेत ये जदि बाइंग कैंडल क्लोज कला ताला हमर एसएल जीवो एसएल कोस्ट जीवो एथरे कोन से लॉस होबार नहीं। तीनटा ट्रेड हमर जो लॉस हेछि बस सेतिक आज कर हमर ट्रेड क्लोज ही हेछि। निफ्टी 50 रे 30 पॉइंट मिल जो प्राइस एक्शन हिसाब से एंट्री कले 30 पॉइंट मिल जो 40 पॉइंट टा टिके कम चांसेस थाए जदि मिलुची केते ना 30 पॉइंट रे आपण 50% क्वांटिटी बुक करंतु सेल प्रॉफिट बुक कला परे आउ 30% रे आपण बाइंग देखिवा गाइस यार हाई ब्रेक कला माने हमरो पोस्ट टू पोस्ट एग्जिट जो ये कैंडल जो अछि पूरा एकदम मस्त कैंडल बाइंग एथि बुझवा
ମୁଁ ଆଶା କରୁଛି ଏଇଠି ହିଁ ରେଟ୍ ହଠାତ୍ ଗୋଟେ ରେଡ୍ କ୍ୟାଣ୍ଡେଲ କମ ଆଉ ୟାର ଲୋ ରେ କ୍ଲୋଜ କରୁ ତାହେଲେ ହିଁ ସେଲିଂ କଣ୍ଟିନ୍ୟୁ ହବ ନଚେତ ଚାନ୍ସେସ୍ ନାହିଁ ଗାଇସ୍ 30% ଚାନ୍ସେସ୍ ଅଛି ଆମ ହିସାବରେ ଯିବା 70% ଚାନ୍ସେସ୍ ଏସଏଲ ଯିବ କଣ ଲାଗୁଛି କ୍ୟାଣ୍ଡେଲ ରେଡ୍ ହବ ୟା ନା ହଁ ଯଦି ରେଡ୍ ବି ହଉଛି ନା ଗାଇସ୍ ତାହେଲେ ୱାନ୍ ଗୋ ରେ ଇଏ ୟାର ଲୋ ବ୍ରେକ୍ କରିକି ଏ କ୍ୟାଣ୍ଡେଲ ର 50% ଲୋ ରେ ରେଡ୍ କ୍ଲୋଜ କରିବା ଦରକାର ସମଥିଙ୍ଗ ଏଇ ଟାଇପ ର ରୁହନ୍ତୁ ତାହେଲେ ଟ୍ରେଡ୍ କଣ୍ଟିନ୍ୟୁସ୍ ହବ ଓକେ 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 ଦିସ୍ ଟାଇପ କ୍ୟାଣ୍ଡେଲ এই ক্যান্ডেলটা রেড ହେଇକି ପୁରା ଏଇ ଜୋନ୍ ଯଦି ଏମିତି କ୍ଲୋଜ କଲା ତାହେଲେ ଇଏ କଣ୍ଟିନ୍ୟୁ ହବ କିନ୍ତୁ ଚାନ୍ସେସ୍ ନାହିଁ କିଛି ଇଏ ସେଲ୍ କରିବ କାରଣ ଇଏ ୟାର ହାଇ ବ୍ରେକ୍ କରିଗଲାଣି ସବୁ ପଳେଇବ ଆଉ ଯଦି ଇନଭର୍ଟେଡ ଆମର ଏଇଠି ବନେଇଦେଲା ତାହେଲେ ଇଏ ତଳକୁ ପୁଣି ଖସିଯିବ ବର୍ତ୍ତମାନ ଏଇ ଯଦି ଦେଖିବେ କୋଷ୍ଟ ଟୁ କୋଷ୍ଟ ତ ନାହିଁ ପ୍ଲସ ରେ ହିଁ ଥିବ ଦେଖିପାରୁଥିବେ 2.40 ପ୍ଲସ ରେ ଅଛି 3 ପଏଣ୍ଟ ସ୍ପଟ ହିସାବରେ ଆମେ ଏଣ୍ଟ୍ରି କରୁଥିଲୁ ଗାଇଜ ଏଇଠି କିନ୍ତୁ ସ୍ପଟ ହିସାବରେ ବି କ୍ୟାଣ୍ଡେଲ ଅଛି ଯାଇକି ତା ହାଇ ରେ ବଟ୍ ଆମର ଏପର୍ଯ୍ୟନ୍ତ ଲସ୍ ହେଇନି 5 ପଏଣ୍ଟ ପ୍ଲସ ରେ ଅଛି ଇଏ ଅପସନ ସେଲିଂ ର ପ୍ରଫିଟ ମାନେ ଅପସନ ସେଲିଂ ରେ ଏଇଟା ମୁନାଫା ଆମର ମାର୍କେଟରେ ଦେଖିବା ମୁଁ ଟ୍ରାଏ କରୁଛି ଏଇ ଜୁନ ରେ ଗୋଟେ ରେଡ୍ କ୍ୟାଣ୍ଡେଲ ଏଇ ଟାଇପ ର କ୍ଲୋଜ କରୁ ଯଦି କ୍ଲୋଜ କରିଗଲା ତାହେଲେ ଆମ ଟ୍ରେଡ୍ ଚାଲିବାର ସମ୍ଭାବନା ଆହୁରି ବଢିଯିବ ଦିସ୍ ଟାଇପ କ୍ୟାଣ୍ଡେଲ ଏଠି କ୍ଲୋଜ କରିବା ଦରକାର ଆଉ ଇଏ ଇନଭର୍ଟେଡ ଆମର ଇଏ ବି ଏଇ ଜୁନ ଯୋଉ ଅଛି ସେଲି ଜୁନ ଏଇ ପାଖାପାଖି ରେଡ୍ କ୍ୟାଣ୍ଡେଲ କ୍ଲୋଜ କରିବ ତ ମଜା ଆସିଯିବ ନଚେତ ଆମର ରେଡ୍ ବାରରେ ଯୋଉ ଦେଇଛୁ ଗାଇସ୍ ଏଇଠି ଆମର ଏକ୍ସେଲ କୋଷ୍ଟ କୋଷ୍ଟ ଏକ୍ସେଲ ଅଛି ଇଏ ରେଡ୍ କ୍ୟାଣ୍ଡେଲ ଏଇ ପାଖାପାଖି କ୍ଲୋଜ କରିବା ଦରକାର ଆଉ ଉପରେ କ୍ଲୋଜ କଲା ହେଲେ ଇଏ ଭ୍ୟାଲିଡ ହବନି seller, 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 seller. Can come to sell, come to sell, come to sell. ଆଉ ଫାଇନାଲି ଇଏ ଯଦି ବ୍ରେକ୍ କରିଗଲା ନା ଗାଇସ୍ ୟାର ହାଇ ବି ବ୍ରେକ୍ କରିଯିବ ଇଏ ଡବ୍ଲ୍ୟୁ ପାଟର୍ନ ପାର କରିଦବ ପ୍ଲିଜ ପ୍ଲିଜ ଏଠୁ ବାଇଂ ଆସିଥିଲା ଇଏ ବାଇ ଆସୁନି ଇଏ ସେଲ୍ ଆସୁନି ଓକେ ଆମ ହିସାବରେ ବନଉଛି କ୍ୟାଣ୍ଡେଲ ଗାଇସ୍ ଆମର ଏସଏଲ ନେଇନି ବଟ୍ ବାଇଂ ଯୋଉମାନେ କରିଥାନ୍ତେ ସେମାନେ ଯଦି କୋଷ୍ଟ ଟୁ କୋଷ୍ଟ ଆଣନ୍ତା ଆମର ଏସଏଲ ବଢେଇଥାନ୍ତା ବଟ୍ ଆମର ଯାଇନି ସେଲିଂ ରେ ପ୍ରଫିଟ ଏଇଟା ପ୍ଲସ ପଏଣ୍ଟ ଏଇଟା ବଟ୍ ଏଇ କ୍ୟାଣ୍ଡେଲ ପ୍ରପର ୱେ ରେ ଯେମିତି ପ୍ଲାନିଂ ଅଛି ୟା ଲୋ ରେ କ୍ଲୋଜ କରୁ ବାସ୍ ପୁରା ଲୋ ରେ କ୍ଲୋଜ କରୁ ଏମିତି ଯଦି ଏବେ ଯୋଉ କ୍ୟାଣ୍ଡେଲ ବନିଛି ଏମିତି କ୍ଲୋଜ କଲେ ମାନେ ଇନଡିସିସନ କ୍ୟାଣ୍ଡେଲ କିଛି କାମକୁ ନାହିଁ ଠିକ ଅଛି ଗାଇସ୍ ଦେଖିବା କ୍ଲୋଜ କରୁ ଇନଡିସିସନ ବନେଇଛି କିନ୍ତୁ ପରଫେକ୍ଟ କ୍ୟାଣ୍ଡେଲ ଅଛି ଆମ ହିସାବରେ ୟାର ଲୋ ରେ ଯଦି ବ୍ରେକ୍ କରିକି ତଳେ କ୍ଲୋଜ କରୁଛି ଏ କ୍ୟାଣ୍ଡେଲ ବି ତାହେଲେ ଆମର ଚାଲିବ ଚାଲିବାର ସମ୍ଭାବନା ଅଛି ଇଏ ସ୍ପଟ ଚାର୍ଟ ବାଲା ୟାର ତଳେ କ୍ଲୋଜ କରିବା ଦରକାର ଇଏ ୟାର ତଳେ କ୍ଲୋଜ କରିବା ଦରକାର ସେତେବେଳେ ଆମେ ଏମିତି ଚାଲିବ ବୋଲିକି ଟ୍ରେଡ୍ କରୁଛୁ ସେଥିପାଇଁ ତଳେ ସେ ଚାଲିବ ସିଷ୍ଟମ ଚାଲିବନି ଇଏ ୟାର ଲୋ ରେ କ୍ଲୋଜ କରିକି ଯଦି ରେଡ୍ କ୍ୟାଣ୍ଡେଲ କ୍ଲୋଜ ତାହେଲେ ଇଏ ଟ୍ରେଡ୍ ଚାଲିବ ନହେଲେ ଇଏ ଚାଲିବନି ଆଉ ୟାର ଏସଏଲ ଆମେ ଆହୁରି ଇଏ କରିଦବା କଣ ନା ୟାର ହାଇ ରେ ଆଣିକି ପହଞ୍ଚେଇଦବା ଇଏ ହାଇ ବ୍ରେକ୍ କରିବ ଗାଇସ୍ ଏକ୍ଜିଟ୍ ହେଇଯିବ ଇଏ ଗୋଟେ ଜୋନ ରେ ଯାଉଛି ଏଇ ଜୋନ ରେ ଦେଖିବ ଟ୍ରେଣ୍ଡ ଇଏ ଏଇ ଟାଇପ ର ଜୋନ ଯାଉଛି ଏଇ ଜୋନ ବ୍ରେକ୍ ନ କରିବା ପର୍ଯ୍ୟନ୍ତ ଇଏ ଚାଲିବନି ଆକ୍ଚୁଆଲି ମୁଁ
एसएल को जोଉଠି रखिଥିଲି ସେଇଠି ରଖିଦଉଛି କୋଷ୍ଟ ଟୁ କୋଷ୍ଟ ହିଁ ରଖିଦଉଛି ଆଉ ଦେଖିବା କଣ ହଉଛି। ଲାଇଭ୍ ଚାଲିଛି। ओके गाइस, फाइनाल देखिपे आमर ये ट्रेड थिला फोर्थ नंबर रे हमको 30 पॉइंट मिलथिला तापर जे पुल बैक कला हम एसएल फंड की कोस्ट कोस्ट के दितल तो कोस्ट टू कोस्ट एसएल हमर चली जाई छी वर्तमान चार्टर ट्रेड हमरो एसएल जाई छी सो मो एटा जर्नल रे लिखि दोची आउ आज हमरो नो ट्रेडिंग जोन अछि आज हम ट्रेडिंग करि परिबनी ये हमर कोस्ट टू कोस्ट जाई छी फाइनली हम आज हां हेई पारे एठू सेलिंग जोन ये उडे प्रोफाइल बने की मार्केट को क्रैश कर जेबा बट हमर ओवर ट्रेड हे जो तनकरे हम ट्रेड क्लोज करियो सो लॉसेस इन हिसाब करके 7.5 खास लॉस सेकंड लॉस थिला 13.70 थर्ड लॉस थिला 13.15 टोटल 35.2 डे लॉस बुक